ସମସ୍ତଙ୍କୁ ସାଗର ଆମ ଇନଷ୍ଟାଗ୍ରାମ ଶୋ କୁ ଏ ଶୋ ନ୍ୟू ଟैलेंट को ପାଇଁ ନୂଆ ନ୍ୟू टैलेंट ଯୋଉମାନେ ଏ ସିଜନ ଭଲ ଖେଳିଛନ୍ତି ଆଉ ଆଗାମୀ ସିଜନ ରେ ଆହୁରି କେମିତି ଉପରକୁ ଯିବେ ନେକ୍ସଟ ସିଜନ ରେ କେମିତି ଆହୁରି ଭଲ ଖେଳିବେ ସେଥିପାଇଁ ଏ ଶୋ କୁ ଆମେ ଷ୍ଟାର୍ଟ କରୁଛୁ। ଠିକ ଅଛି ତ ନମସ୍କାର ସାଗର ୱେଲକମ୍ ଆମ ଶୋ କୁ ଆପଣଙ୍କୁ। ଠିକ ଅଛି ବଟ୍ ଶୋ ଷ୍ଟାର୍ଟ କରିବା ପୂର୍ବରୁ ମୁଁ ସମସ୍ତଙ୍କୁ ଏଇଟା ଜଣେଇ ଦଉଛି କି ସାଗରଙ୍କ ଗୋଡ ଟିକେ ଫ୍ରାକ୍ଚର ଅଛି, ତାଙ୍କ ଗୋଡ ଭାଙ୍ଗିଛି। ତ କିନ୍ତୁ ଗୋଡ ଫ୍ରାକ୍ଚର ହେଲା ପରେ ବି ସେ ଆମ କଥାର ଟିକେ ଆସିଛନ୍ତି, ସେଥିପାଇଁ ଧନ୍ୟବାଦ। ଆଉ ଆଶା ରହିବା ଆପଣଙ୍କ ଗୋଡ ବହୁତ ଶୀଘ୍ର ଭଲ ହେଇଯାଉ, ଆପଣ ବ୍ୟାକ୍ କରନ୍ତୁ। ଆଉ ଯଦି ଆପଣଙ୍କ ଗୋଡ ଠିକ ଥାନ୍ତା ସାୟଦ ଏଇ ଯୋଉ ସବୁ ମନସୁନ କପରେ ବି ସେ ଦେଖା ଯାଇଥାନ୍ତେ, ଅନଫର୍ଚୁନେଟଲି। ଠିକ ଅଛି ସାଗର, ଲାଇଟ୍ ଏବେ ଆପଣଙ୍କ ଆଜ୍ଞା ଟା ରହିଯାଉଛି ଅଧିକା ଫୋକସ ହେଇଯାଇଛି ତ ପୁରା ଲାଇଟ୍ ବଢିଆ ରହିଯାଉଛି। ହଉ କିଛି ନାହିଁ ଚଳିବ। ତ ଯିବା ସାଗର, ଆପଣଙ୍କ ବିଷୟରେ କହିବେ, ଆପଣ କେଉଠୁ ବିଲଙ୍ଗସ୍ କରନ୍ତି, ଆପଣଙ୍କ ଘର କେଉଠି ପ୍ଲିଜ ଟିକେ କହିବେ। ଆମ ଘର କଟକ ଡିଷ୍ଟ୍ରିକ୍ଟ, ଆମ ଗ୍ରାମ ହଉଛି ମାଣିତିରି, ମାହାଙ୍ଗା ବ୍ଲକ ରେ। ଓହୋ ହୋ, ମାହାଙ୍ଗା ବ୍ଲକରୁ ଆପଣ ବିଲଙ୍ଗସ୍ କରନ୍ତି, କଟକ। ଠିକ ଆଜ୍ଞା। ଅଛି, ଆମେ କ୍ରିକେଟ ଉପରକୁ ଯିବା, ବଟ୍ କ୍ରିକେଟ କୁ ଛାଡିକି ଷ୍ଟଡି ବଗେରା ଆପଣଙ୍କର କେମିତି କଣ ଚାଲିଛି? ଷ୍ଟଡି ତ ସରିଲାଣି, ପ୍ଲସ ଟୁ ପରେ ଡିପ୍ଲୋମା ଥିଲା ସରିକି ଏବେ ଘରେ ଅଛି। ଠିକ ଅଛି। କ୍ରିକେଟ ଯଦି ଆମେ ଦେଖିବା, କ୍ରିକେଟ ରେ ଆପଣ ବହୁତ ସୁନ୍ଦର ଭାବେ ବୋଲିଂ ବ୍ୟାଟିଂ ଦିଟା ଯାକ କରନ୍ତି। ତ କ୍ରିକେଟ କୁ ଆପଣ କେବେ ଆସିଲେ, ଫାଷ୍ଟ ଟାଇମ ପାଇଁ କ୍ରିକେଟ ପଢିବାକୁ ଆପଣ କେବେ ଓହ୍ଲେଇଲେ? କ୍ରିକେଟ ତ ଫାଷ୍ଟ ଟାଇମ ଖେଳିଥିଲି 2014 ରୁ। ଆମ ଗାଁ ଟିମରେ ଖେଳିଲି, ତାର ଆମ ଘର ପାଖରେ ଗୋଟେ ଛୋଟ ଟିମ୍ ଥିଲା, ତା ଦେହରେ ଆମେ ଖେଳୁ ଇଲେଭେନ ଷ୍ଟାର ବି ଗୋଟେ ଟିମ୍ ଥିଲା। ତ ସେଠୁ ଖେଳି ଖେଳି ତାପରେ ନେକ୍ସଟ ସ୍ପାଇଡର କ୍ଲବରେ ଖେଳି ଚାନ୍ସ ଦେଲେ, ତାପରେ ସେମିତି ଖେଳୁଛି ସ୍ପାଇଡର କ୍ଲବରୁ, ଏବେ ଯାହା ବାହାରେ ଅଲ ଓଡ଼ିଶା ଟା ମିଳୁଛି ତ ଖେଳୁଛି ଆଉ। ଖେଳୁଛନ୍ତି ତ ଫାଷ୍ଟ ଟାଇମ ଆପଣ ଅ ଫାଷ୍ଟ ଟାଇମ ଯେତେବେଳେ ଆପଣ କ୍ରିକେଟ ଖେଳିଲେ, ତ ପ୍ରଥମ ଥର ପାଇଁ ଆପଣ କେଉଁ ଟିମରେ ଖେଳିଥିଲେ ଫାଷ୍ଟ ଟାଇମ? ଫାଷ୍ଟ ସ୍ପାଇଡର? ଟାଇମ ଆମ ନିଜ ଗାଁ ଟିମ୍ ଥିଲା ଗୋଟେ, ମା ନାରାୟଣୀ କ୍ରିକେଟ କ୍ଲବ, ନିଜ ଗାଁରେ ଖେଳୁଥିଲି। ତାପରେ ଗାଁ ପାଖରେ ଆଉ ଗୋଟେ ଟିମ୍ ହେଲା, ତା ଇଲେଭେନ ଷ୍ଟାର ଟିମ୍ ଆସିଲା, ଇଲେଭେନ ଷ୍ଟାର। ତା ଇଲେଭେନ ଷ୍ଟାର ଖେଳିଲା ପରେ ତା ସ୍ପାଇଡର ଖେଳିଲି। ତାପରେ ଆପଣ ସ୍ପାଇଡର ଟିମ ରେ ଖେଳିଲେ ଇଲେଭେନ ଷ୍ଟାର ପରେ। ଆଜ୍ଞା। ଠିକ ଅଛି, ଇଲେଭେନ ଷ୍ଟାର ଟିମ ରେ ଆପଣ କେତେ ବର୍ଷ ଖେଳିଲେ କି କେତେ ମାସ ଖେଳିଲେ? ଇଲେଭେନ ଷ୍ଟାର ରୁ ଖେଳିଲି ଆମେ 3 ବର୍ଷ ଖେଳିଲୁ। ତାପରେ ସ୍ପାଇଡର ରୁ ଖେଳିନି 7-8 ବର୍ଷ ଭଳିଆ ସ୍ପାଇଡର ରେ। ସ୍ପାଇଡର ରେ ଆପଣ 7 ରୁ 8 ବର୍ଷ ଖେଳିଲେଣି? ଆଜ୍ଞା। ଆପଣଙ୍କୁ ଟିକେ ଖାଲି ମତେ ଏତିକି କହିବେ, ଆପଣଙ୍କୁ ଏବେ କେତେ ବର୍ଷ? କେତେ ଇୟର ଆପଣଙ୍କୁ ମତେ ଏବେ? ମତେ ଏବେ 26 ଚାଲିଲାଣି, 26 ବଟ ଆପଣଙ୍କୁ ଆଜ୍ଞା। କୁନି ପୁଅ କହିକି ଡକାଯାଏ, ସାନ ପୁଅ କହିକି ଡକାଯାଏ, ବିକଜ ଆପଣ ବହୁତ କ୍ୟୁଟ ବି ଗୋଟେ ଛୋଟ ପିଲା ଭଳି ଦେଖାଯାଆନ୍ତି। ଠିକ ଅଛି, ତ ଆପଣଙ୍କ କ୍ୟାରିୟର ଟିକେ ଲମ୍ବା ଅଛି। ସ୍ପାଇଡର ଟିମ୍ ବିଷୟରେ ଯିବା, ସ୍ପାଇଡର ଟିମ୍ କେମିତି ଷ୍ଟାର୍ଟ ହୋଇଥିଲା? ସ୍ପାଇଡର ଟିମ୍ ରେ ଆପଣ ଯିବା ପରେ ସ୍ପାଇଡର ଟିମ ର ମାହୋଲ ଟି କେମିତି ଥିଲା, ତାଙ୍କ ଓନର କେମିତି ପ୍ଲିଜ ଟିକେ କହିବେ? ସ୍ପାଇଡର ଟିମ୍ ଆମେ ଯେତେବେଳେ ଫାଷ୍ଟ ଟାଇମ ଖେଳିଲୁ, ସ୍ପାଇଡର ଟା ବହୁତ ପୁରୁଣା ଟିମ୍ ଅଛି ଆମ ଏପଟରେ, ସବୁଠୁ ସ୍ପାଇଡର ଟିମ୍ ପୁରୁଣା ଥିଲା। ଫାଷ୍ଟ ଟାଇମ ଯେତେବେଳେ ଆମେ ଖେଳିଲୁ ସ୍ପାଇଡର ଟିମ ରେ, ଆମର ଗିରିଜା ଭାଇ ବୋଲି ଗୋଟେ ଓନର ଥିଲା, ଗିରିଜା ଭାଇ, ମୁନା ଭାଇ ଏସବୁ ଥିଲେ। ତାପରେ ସେ ମୁନା ଭାଇର ମଝିରେ ଥରେ ଆକ୍ସିଡେଣ୍ଟ ହେଇଗଲା, ତ ସ୍ପାଇଡର ଟିମ୍ ଚାଲିବା ଟିକେ ଲୋ ହେଲା। ତାପରେ ଏବେ ଆମର ଭାଇ ଅଛନ୍ତି ଯିଏ ସୁଧୀର ରାଉତ, ସିଏ ସେ ଟିମ୍ ନେଇକି ଏବେ ଚଲଉଛନ୍ତି, ସ୍ପାଇଡର ଟିମ୍ ଏବେ ବି ଚାଲିଛି। ସ୍ପାଇଡର ଏକ୍ସାଇ ବାଲିଚନ୍ଦ୍ରପୁର, ତାଙ୍କ ଓନର ନାଁ ଟା ପ୍ଲିଜ ଟିକେ କହିବେ ଆଉଥରେ? ସୁଧୀର? ସୁଧୀର ରାଉତ। ସୁଧୀର ରାଉତ, ତାଙ୍କର ମୁଁ କହିଲି ତାଙ୍କର ଯୋଗଦାନ ଟିମ୍ ପ୍ରତି କେମିତି କଣ ରହିଛି, ଟିମ୍ କୁ ସେ କେମିତି କଣ ଆଗେଇକି ନେଇକି ଯାଆନ୍ତି, ସେ କେମତିକା ପର୍ସନ ପ୍ଲିଜ ଟିକେ କହିବେ? ସିଏ ତ ବହୁତ ପସନ୍ଦ ଆମର, ଆମର ସବୁ ଆମର ସ୍ପାଇଡର ଯେତିକ ପିଲା ଅଛନ୍ତି, ଆଉ ସ୍ପାଇଡରକୁ ନେଇ ଚଲେଇଛନ୍ତି ସେଇଟା ଆମେ ବହୁତ ଖୁସି। ଆଉ ସିଏ ତ ଆମ ଭାଇ ଭଳିଆ, ଓନର ତ ନୁହନ୍ତି, ଆମ ପୁରା ନିଜ ଭାଇ ଭଳିଆ। ଆମେ ମିଶି ମାସି ସବୁବେଳେ ଖେଳୁ। ଆଉ ସେମିତି କିଏ ଭୁଲ ଭାଲ ଖେଳିଲେ କଣ କହିଲ, କିଛି ବି ସେମିତି ଆମ ଟିମରେ କିଛି ନାହିଁ। ଆମ ଟିମ୍ ସବୁବେଳେ ବାଲାନ୍ସ ଟିମ୍, କାହିଁକିନା ଆମର ବାହାର ପିଲା ବି ଏତେ ଆସିକି ଖେଳନ୍ତିନି, ଆମର ସବୁ ଲୋକାଲ ପିଲା ଆମେ ଖେଳୁ। ଆମ ଲୋକାଲ ପିଲା ନେଇ ଖେଳିକି ସିଏ ବି ସେଇଥିରେ ବହୁତ ଖୁସି ରୁହନ୍ତି, ଆମେ ବି ବହୁତ ଖେଳୁ ଭଲ ଲାଗେ। କିଛି ଲୋକାଲ ପିଲାଙ୍କୁ ନେଇକି ଆପଣଙ୍କ ଟିମ୍ ଆଉ ବହୁତ ସାରା ଓନର ମାନେ ଅଛନ୍ତି, ସାୟଦ ସେମାନେ ଜିତିବାଠୁ ବେଶୀ
ପିଲାମାନେ କେମିତି ଉପରକୁ ଯିବେ ତା ଉପରେ ବି ପ୍ରାୟୋରିଟି ଦିଅନ୍ତି। ଯେମିତି ଆପଣ କହିଲେ କି ସୁଧୀର ଆମର ଭାଇ। ଆମ ଚବା ବି ସେମିତି କି ମୁଁ ଯଦି ଖେଳୁଛି କିଛି କି ସେ ସେମିତି ନାହିଁ କି ଯୋଉ ସ୍ପାଡ୍ ରେ ଖେଳୁଛି ସ୍ପାଡ୍ ରେ ଖେଳୁ ଯେ ଭଲ ଖେଳିଲେ ବାହାରେ ବି ଖେଳେ। ଏଇ ବାହାରେ ମତେ ମୁଁ ରେଡ୍ ବଲ୍ ତ ଅଧିକା ଖେଳିଥିଲି ଆର ସିଜିନ୍ ସ୍ପାଡ୍ ରେ ବହୁତ କମ୍ ଖେଳିଛି ବାଙ୍କୁଟା ରୁ ଅଧିକା ରେଡ୍ ବଲ୍ ଖେଳିଲି ଡିସିଜି ପଟୁ ଅଲଗା କିଛି ଖେଳିଲି ଏମିତି ଖେଳିଲେ ବି ଖେଳିବା ପାଇଁକା ତ ତାଙ୍କ ଦରକାର ପରେ ମୁଁ ନିଜେ ତରଫକୁ ନା ଜଗା ଏଇ ମ୍ୟାଚ୍ ମୁଁ ଖେଳି ତମ ଆଡୁ ସ୍ପାଡ୍ ର ମୁଁ ମ୍ୟାଚ୍ ଖେଳି ସେଥିରେ ଯେ କିଛି ବି ରାଗନ୍ତିନି ମନ ଦୁଃଖ ନାହିଁ ସେ ଖୁସିରେ ଛାଡନ୍ତି ନାଇଁ ଖେଳିକି ତୁ ଆଏ। ସ୍ପାଇଡର ଟିମ୍ ରେ ଆପଣ ଏବେ ବି ଅଛନ୍ତି। ସ୍ପାଇଡର ଟିମ୍ ରୁ ଆପଣ କହୁଛନ୍ତି 6 ରୁ 7 ବର୍ଷ ହେଲା ଖେଳିଲେ। ପ୍ରଥମ ଟୁର୍ଣ୍ଣାମେଣ୍ଟ ସ୍ପାଇଡର ଟିମ୍ ଆପଣ ଖେଳିଥିବା କୋଉଟା ଥିଲା? ମାନେ ଆପଣ ଜଏନ୍ କଲେ ସ୍ପାଇଡର ଟିମ୍ ରେ ଆଉ ଫାର୍ଷ୍ଟ ଟୁର୍ଣ୍ଣାମେଣ୍ଟ ଆପଣ କୋଉଠି ଖେଳିଥିଲେ? ସ୍ପାଡର ଟୁର୍ଣ୍ଣାମେଣ୍ଟ ଫାଷ୍ଟ ଅଛି ଆମର ସେ ବାଲିଚନ୍ଦ୍ରପୁର ଗୋଟେ ଜାଗାରେ ହଉଥିଲା ସେଇଠି ଆମେ ଖେଳୁଥିଲୁ ସେଇଠୁ ବି ଭଲ ସେ ମ୍ୟାଚ୍ ଜିତିଥିଲୁ ଚମ୍ପିୟନ ହେଲୁ ସେ ମ୍ୟାଚ୍ ଭଲ ମୁଁ ଖେଳିଥିଲି ତ ସେଇଠୁ ମତେ ବହୁତ ଚାନ୍ସ ମିଳିଲା ସ୍ପାଡର ଟିମ୍ ଖେଳିବା ପାଇଁ। ଠିକ୍ ଅଛି। ଆପଣଙ୍କର କେମିତି କଣ ଥିଲା ପ୍ରଦର୍ଶନ ସେ ମ୍ୟାଚରେ? ସେତେବେଳେ ତ ମୁଁ ଖାଲି ବ୍ୟାଟିଂ କରୁଥିଲି କିପିଂ କରୁଥିଲି ବୋଲିଂ ନଥିଲା ମୁଁ ସେତେବେଳେ ଓପନିଂ ବ୍ୟାଟିଂ କରେ ଆଉ ସେଥିରେ ବହୁତ ରନ୍ ବି ଭଲ ମାରିଥିଲି ଆଉ ଚମ୍ପିୟନ ବି ମ୍ୟାଚ୍ କରିଥିଲି। ଠିକ୍ ଅଛି। ତ ଧୀରେ ଧୀରେ ଆପଣଙ୍କ ଖେଳ ଆହୁରି ଆଗକୁ ଯାଏ। ଆପଣ ଧୀରେ ଧୀରେ ଖେଳନ୍ତି ସ୍ପାଇଡର ଟିମ୍ କୁ ଛାଡିକି ଆପଣ ଅନ୍ୟ କୋଉ ଟିମ୍ ରେ ଆଉ ଖେଳିଛନ୍ତି? ଯଦି ଆମେ ଦେଖିବା ସ୍ପାଇଡର ଟିମ୍ ରେ ତ ଆପଣ ଖେଳିଛନ୍ତି ଆପଣଙ୍କ ଓନର ବି କହିଲେ କି ଅଲଗା ଟିମ୍ ରେ ବି ତମେ ଖେଳିପାରିବ। ତ ଆଉ କୋଉ ଟିମ୍ ରେ ଆପଣ ଖେଳିଛନ୍ତି ଅଲ ଓଡ଼ିଶାରେ? ଆଉ ଖେଳିଛି ବାଙ୍କୁଡାରେ ଖେଳିଛି ଡିସିଜି ପଟୁ ଖେଳିଛି ଡିସିଜି ପଟୁ ଖେଳିଛି ଆଉ ଆମର ରହିଲା କେସି ସୁଙ୍ଗୁଡା ପଟୁ ଖେଳିଛି ଆଜ୍ଞା ୟୁନିନାଇନ୍ ଡିସିସି ପଟୁ ଦିଟା ଖେଳିଛି ଆଇଆରସି ପଟୁ ଖେଳିଛି। ଏମିତି ବହୁତ ସାରା ଟିମ୍ ରେ ଆପଣଙ୍କୁ ଚାନ୍ସ ମିଳିଛି। ଡିସିସି ନାଁ ଆଜ୍ଞା ନେଲେ ଡିସିସି ବି ଆପଣଙ୍କ ଏରିଆର ବହୁତ ପାଖରେ ଡିସିସି କେନ୍ଦ୍ରାପଡା ତାଙ୍କ ଓନର ହିଁ ଆକ୍ଚୁଆଲିରେ ଯଦି ମୁଁ କହିବି ମତେ ସିଏ ହିଁ କଣ୍ଟାକ୍ଟ ରଖିଲେ କି ରାକେଶ ଏଇ ପ୍ଲେୟାର ଟାକୁ ଆଣ ନିଜ ଲାଇଫ୍ ରେ ଆକ୍ଚୁଆଲି ବହୁତ ଟ୍ୟାଲେଣ୍ଟେଡ ପିଲା ଆଉ ତାଙ୍କୁ ଟିକେ ସାମ୍ନାକୁ ଆଣ। ତ ଡିସିସି ଟିମ୍ ରେ ଯେତେବେଳେ ଆପଣ ଖେଳନ୍ତି ସେଠିକାର ମାହୋଲ ଟି କେମିତି କଣ ଥାଏ? ଡିସିସି ଟିମ୍ ର ମାହୋଲ ଟି କେମିତି କଣ ଥାଏ? ଡିସିସି ଟିମ୍ ତ ଗୋଟେ ମତେ ଫାଷ୍ଟ ଟାଇମ୍ ଅଲ ଓଡ଼ିଶା ଖେଳେଇଲା ଡିସିସି ଟିମ୍ ବାପିନା ଭାଇ ଧନ୍ୟବାଦ ଯିଏ ନେଇକି ମତେ ଭରସା କରି ଅଲ ଓଡ଼ିଶା ଖେଳେଇଲେ ଆଉ ଅଲରେ ତାଙ୍କର ବି ବହୁତ ମ୍ୟାଚ୍ ମୁଁ ଖେଳିଛି ତାଙ୍କୁ ବହୁତ ଡିସିଜି ବହୁତ ଭଲ ଟିମ୍ ମତେ ଲାଗେ ଅଲ ଓଡ଼ିଶା ପାଇଁ ମତେ ବହୁତ କମ୍ଫର୍ଟେବଲ ଲାଗେ ଡିସିଜି ଟିମ୍। ଡିସିସି ଟିମ୍ ସେ ଟିମ୍ ରୁ ଆପଣ କଣ ଟା ଶିଖିଛନ୍ତି ଆଉ ସେ ଟିମ୍ ରେ ଯେମିତି ଆମେ ଦେଖୁଛୁ ଅଜବ କରିମ୍ ମଦନ ବହୁତ ସାରା ସିନିୟର କୃଷି ଦାସଙ୍କ ଭଳି ପ୍ଲେୟାର ସେ ଟିମ୍ ରେ ଅଛନ୍ତି ନନ୍ଦଙ୍କ ଭଳି ପ୍ଲେୟାର ଆପଣ ସେ ଟିମ୍ ରେ ଅଛନ୍ତି ତ ତାଙ୍କଠୁ ସବୁ ଆପଣ କଣ ଟା ଶିଖିଛନ୍ତି ସେ ଟିମ୍ ରେ ଖେଳି? ଏଇନେ ବହୁତ କିଛି ଶିଖିବାକୁ ମିଳିଛି ମୁଁ ଯେତେବେଳେ ଲଙ୍ଗ ଟୁର୍ ରେ ଯାଉ ଖେଳିବା ପାଇଁକା ଆମେ ବହୁତ ଜଲ୍ଦି ବାହାରୁ କି ଯାଇ ବାପିନା ଭାଇ ଆମ ଓନର ଯିଏ କହିବେ କି ଆକୁ ନେଇ ରେଷ୍ଟ ନିଅ ଆରାମରେ ଖେଳ ସେମିତି କିଛି ନାହିଁ ମ୍ୟାଚ୍ ଖେଳ ଆରାମରେ ଯିବୁ ଖେଳିବୁ ଆଉ ବହୁତ ଭଲ ଭଲ ପ୍ଲେୟାର ବି ଥାନ୍ତି କିଛି ତାଙ୍କୁ ଶିଖିବା ପାଇଁ ମଧ୍ୟ ବୋଲିଂ କରେ ଯେତେବେଳେ ମତେ ବହୁତ ବଡ ବଡ ସିନିୟର ପ୍ଲେୟାର ମତେ କୁହନ୍ତି କି ଏମିତି ପକା ସେମିତି ପକା ବେଟର ହବ ମତେ ଭରସା ଦେବେ ନୂଆ ବୋଲିଂ ମୁଁ ଯାଇ ପକାଏ ବହୁତ ଶିକ୍ଷା ମିଳେ ଏଇଠୁ। ବୋଲିଂ ଆପଣ ବହୁତ ଭଲ କରିଛନ୍ତି ରେଡ୍ ବଲ୍ ହଉ ନହେଲେ ଗ୍ରୀନ୍ ବଲ୍ ନାଇଟ୍ ମ୍ୟାଚେସ୍ ରେ ବି ବ୍ୟାଟିଂ ବି ଆମେ ଦେଖିଛୁ ଆପଣ ପ୍ରାୟତଃ ଉପର ବ୍ୟାଟିଂ କରିବାକୁ ଆସନ୍ତି ଓପନ ବି ଆପଣ କରନ୍ତି ନହେଲେ ନମ୍ବର 3 4 ବି ଆପଣ ଖେଳନ୍ତି। ବେଷ୍ଟ ସ୍ପେଲ୍ ଆପଣଙ୍କର କୋଉଟା କ୍ୟାରିୟରରେ କି ନାଇଁ ମୁଁ ସେଇଠି ବୋଲିଂ କରିଥିଲି ଆଉ ସେଇଟା ମୋର ବେଷ୍ଟ ଫିଗର? ମୋର ଗୋଟେ ମନ ଅଛି ବାଙ୍କୁଟା ତରଫରୁ ଖେଳିଥିଲି ବାଙ୍କୁଟା ତରଫରୁ ଖେଳିଥିଲି ଆମର ଯାଜପୁର ସାଇଡ ଅଣ୍ଡେଇଗୁଡା ବୋଲି ଗୋଟେ ଜାଗା ଅଛି ସିଧା ବଲ ଯେତେବେଳେ ହଉଥିଲା ମୁଁ ସିଧା ବଲ ତ ବହୁତ କମ ଆଉ ବେଷ୍ଟ ବୋଲର ହେଇଥିଲି ସିଧା ବଲରେ ଫାଷ୍ଟ ଟାଇମ ପାଇଁ କାହିଁକିନା ମୁଁ ସିଧା ପକେଇ ପାରେନି ବହୁତ କଷ୍ଟ ଲାଗିବି ମୋର ପ୍ରେସ୍ ନାହିଁ ଯାହା ଟର୍ନ ରେ ପକାଏ ଅଣ୍ଡେଗୁଡା ଭଲ ପକେଇଲି ସେଠି 7ଟା ଖଣ୍ଡେ ୱିକେଟ ନେଇଥିଲି ଗୋଟେ ମ୍ୟାଚରେ ତ ବେଷ୍ଟ ବୋଲର ହେଇଥିଲି ସେ ସାତଟା ୱିକେଟ ନେଇଥିଲେ ଗୋଟେ ମ୍ୟାଚରେ 7ଟା ୱିକେଟ କେତେ ଓଭର ମ୍ୟାଚ୍ ଆଜ୍ଞା ହଉଥିଲା? ସେଇଟା ଆମର ଫର୍ମାଟ ମ୍ୟାଚ୍ 20 ଓଭରିଆ ବୋଧେ ହଉଥିଲା 15 ଓଭରିଆ ମ୍ୟାଚ୍ ଥିଲା। ମ୍ୟାଚ୍ 15 ଓଭରରେ ଗୋଟେ ବୋଲର 4 ଓଭର ହିଁ ପକେଇ ପାରିବ 4 ନହେଲେ 3 ଆଜ୍ଞା 4 7 ତା ଦେହରୁ ଧର 5 ଜଣରୁ 2 ଜଣ କି 3 ଜଣ ଚାରି ଚାରି ପକେଇବେ ତ ଆପଣ 4 ଓଭରରେ 7ଟି ୱିକେଟ ନେଇଥିଲେ। ଆଜ୍ଞା ସେ ଯୋଉ ସାତଟା ସିଧା ବଲ ୱିକେଟ ସବୁ ନେଇଥିଲେ ଥିଲା ରେଡ୍ ବଲ ନା ଆପଣ ଭଲ କଟର ବୋଲର ବଟ ସିଧା ବଲ ପକେଇକି ଆପଣ 7ଟା ୱିକେଟ ନେଇଥିଲେ ମାଇଣ୍ଡ ଆଜ୍ଞା ବ୍ଲୋଇଂ। ସେ ଯୋଉ 7ଟା ୱିକେଟ ରୁ କାହାର ୱିକେଟ ଟିକେ ମେନ୍ ୱିକେଟ ଆପଣ କାହାର ନେଇଥିଲେ? ମେନ୍ ୱିକେଟ ନେଇଥିଲେ ଆମର ଲାଡେନ୍ ଭାଇ ବାପରେ ବାପ। ଲାଡେନ୍ ଭାଇ ମନୋଜ ରାଉଳ ସେପଟେ ଯାଜପୁରରେ ଭଲ ପ୍ଲେୟାର ମନୋଜ ରାଉଳ ଲାଡେନ୍ ଭାଇ
ଆଉ ଅଜୟ ଅଜୟ ରାଉତ ଆଇ ମିନ୍ ଜୟ ଭଲ ରାଉତ ଥିଲେ ଆଉ ମତେ। ଆଜ୍ଞା। ମାନେ ମାଛ ଆପଣ ଜାଲରେ ପକାଇଛନ୍ତି ତ ପୁରା ବଡ ମାଛକୁ ହିଁ ଖାଇଛନ୍ତି, କିଛି ଇଏ ନାହିଁ। ଠିକ ଅଛି। ବ୍ୟାଟିଂ ବ୍ୟାଟିଂ ଉପରେ ଯିବା ଆପଣଙ୍କର। ବେଷ୍ଟ ବ୍ୟାଟିଂ ଆପଣଙ୍କର କୋଉଠି କଣ ଆସିଥିଲା ଆପଣଙ୍କ କ୍ୟାରିୟରରେ, ଯୋଉ ମୁମେଣ୍ଟ ଟାକୁ ଆପଣ ଏ ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି? ବେଷ୍ଟ ବ୍ୟାଟିଂ ତ ଆମ ଗାଁ ତରଫରୁ ଗୋଟେ ନାଇଟ୍ ମ୍ୟାଚ୍ ଖେଳିଥିଲି ଆମର ଛତିଆରେ ହଉଥିଲା। ଛେଦା ବୋଲି ଗୋଟେ ଜାଗା ଅଛି ଛତିଆରେ, ସେଠି ଖେଳିଥିଲୁ। ମୁଁ ରାତିରେ ଜାଣିନଥିଲି, ସକାଳୁ ଗଲି ସେମିଫାଇନାଲ ଫାଇନାଲ ଗଲି। ମୁଁ ଛୋଟ ସେତେବେଳେ ନା, ମୁଁ ଏତେ ରାତିରେ ଘରେ ଛାଡୁନଥିଲେ। ସେଠି ଗଲି, ଗୋଟେ ଟିମ୍ ଆମକୁ 8 ଓଭର ମାରିଥିଲା, 160 62 ମାରିଥିଲା। ଆମେ 7 ଓଭର ଚେସ୍ କରିଥିଲି ସେଇ ମ୍ୟାଚ୍। ମୁଁ ଫାଇନାଲରେ 100 ମାରିଲି, ସେମିଫାଇନାଲରେ 95 ମାରିଥିଲି, ଦିଟା ମ୍ୟାଚରେ କଣ୍ଟିନ୍ୟୁ। ଏମିତିକା ଟ୍ୟାଲେଣ୍ଟ ଆସିବା ଦରକାର ସାମ୍ନାକୁ। ଆଉ ଏତେ ସୁନ୍ଦର ଟ୍ୟାଲେଣ୍ଟ, ଆପଣ ବୋଲିଂ କରିକି ୱିକେଟ ବି ନଉଛନ୍ତି, ବ୍ୟାଟିଂ କରିକି ଛୋଟ ମୋଟ ଇନିଂସରେ 90 95 ରନ୍ ବି କରିଛନ୍ତି। ତା ଆପଣ ସାର୍ ଟିକେ ଲମ୍ବା ଫର୍ମାଟ ମ୍ୟାଚରେ ବହୁତ ସୁଟ୍ କରିବେ, ଯାହା ଯାହା ଆପଣଙ୍କ କଥାରୁ ଜଣା ପଡିଲା। ଯୋଉଠି ଲମ୍ବା ମ୍ୟାଚେସ୍ ହଉଥିବ, ଧର ଗୋଟେ 20 କି 15 ଓଭରିଆ ମ୍ୟାଚେସ୍, ସେ ମ୍ୟାଚ୍ ଆପଣ ଖେଳିଲେ ଆପଣ ବହୁତ ବେଟର ଖେଳିପାରିବେ। ଠିକ ନା ଭୁଲ? ଆଜ୍ଞା, ମୁଁ ତ ଲଙ୍ଗ ଓଭର ମତେ ଭଲ ଲାଗେ, କିନ୍ତୁ ନର୍ମାଲ ଖେଳିବା ପାଇଁ ଏତେ କୁଇକ୍ ମୁଁ ଖେଳିପାରେନି। ନର୍ମାଲ ଖେଳିବି, ମତେ ଭଲ ଲାଗେ ନର୍ମାଲ ଖେଳିବା ପାଇଁ। ଆମେ ବି ରିକ୍ୱେଷ୍ଟ ରଖିବୁ ଯୋଉ ସବୁ ଟିମ ର ସବୁ ଓନର ମାନେ ଅଛନ୍ତି, ଅ, ଯୋଉମାନେ ଅଲ ଓଡିଶାରେ ଭଲ ଭଲ ଟିମ୍, ସେ ଆପଣଙ୍କୁ ଚାନ୍ସ ଦିଅନ୍ତୁ, ଗୋଟେ ପରମାନେଣ୍ଟ ଚାନ୍ସ ଦିଅନ୍ତୁ, କିଛିଟା ମ୍ୟାଚ ସାଗରକୁ ମିଳୁ। ଆଉ ମୋ ମତରେ ଯୋଉ ଭଳି ଭାବେ ଆପଣ ନିଜ ନିଜର ଷ୍ଟାର୍ଟ ଦେଲେ, ମାଇଣ୍ଡ ବ୍ଲୋଇଂ। ଯଦି ମୋ ଟିମ୍ ଥାନ୍ତା ମୁଁ ଆପଣଙ୍କୁ ଫଟାକରେ ଚାନ୍ସ ଦେଇଥାନ୍ତି, ନୋ ଡାଉଟ। ଏତେ ବଢିଆ ଆପଣ ଖେଳିଛନ୍ତି, ବ୍ୟାଟିଂ ବୋଲିଂ ଦିଟାଙ୍କ ଭଲ। ହଁ, ତ ନେକ୍ସଟ ଆମେ ଯିବା। ବ୍ୟାଟିଂ ହେଲା, ବୋଲିଂ ଗୋଟେ ଟପେଷ୍ଟ ଟିମ୍ କି ଆପଣଙ୍କ ସାମ୍ନାରେ ଗୋଟେ ଚ୍ୟାଲେଞ୍ଜିଂ ଟିମ୍, ସେ ଟିମ୍ ସାମ୍ନାରେ ଯେତେବେଳେ ବି ଆପଣ ଖେଳନ୍ତି କି କୌଣସି ଟିମ୍ ସାଇଡରୁ ଆପଣ ଓହ୍ଲାନ୍ତି, ଟିକେ ବେଶୀ ଆପଣଙ୍କୁ ଭାବିବାକୁ ପଡେ, ଆଉ ବେଶୀ ପ୍ରିପାରେସନ କରିକି ଆପଣ ଓହ୍ଲାନ୍ତି, ସେ ଟିମ୍ କିଏ? ପ୍ରିପାରେସନ ସିନା ମୋର ନର୍ମାଲ ଥିଲା, କିନ୍ତୁ ଆମର ଯେତେବେଳେ ମ୍ୟାଚ୍ ହୁଏ ସବୁଠାରୁ ମତେ ଅଲ ଓଡିଶା ଗୋଟେ ଦିଟା ଟିମ୍ ଭିତରେ ମ୍ୟାଚ୍ ହୁଏ, ଗୋଟେ କାଇମାକୁ ସୁଙ୍ଗୁଡା ମ୍ୟାଚ୍ ହୁଏ। କାଇମା ଏଇଟା ଭର୍ସେସ ଆଉଟଷ୍ଟାଣ୍ଡିଂ। ସୁଙ୍ଗୁଡା। ମୁଁ ସୁଙ୍ଗୁଡା ତରଫରୁ ଖେଳେ ଯେତେବେଳେ, ମୁଁ କାଇମା ଏଗନେଷ୍ଟ ଭଲ ଖେଳିବାକୁ ଟ୍ରାଏ କରେ। ସେ ବହୁତ ଭଲ ଟିମ୍, ଆମେ ହାରିଥାଉ ଆଜ କିନ୍ତୁ ଜିତିଥାନ୍ତୁ, କିନ୍ତୁ ମ୍ୟାଚ୍ ପୁରା କଣ୍ଟେଷ୍ଟ ନେଇକି ଆମେ କରୁ। ଏବେ ଗୋଟେ ରିସେଣ୍ଟଲି ହଉଥିଲା, ସାୟଦ ପାଣି କୋଇଲି ପାଖରେ କି ପାଣି କୋଇଲି ନା ତା ପଛ କୁଆଖିଆ ସାୟଦ, ସେ ଟିକେ ଭିତରକୁ ସେଠିକୁ ଯାଇଥିଲି କମେଣ୍ଟ୍ରି କରିବାକୁ, ଟୁର୍ଣ୍ଣାମେଣ୍ଟର ନେମ୍ ଟା ଆସୁନି ମାଇଣ୍ଡରେ। ସେଠି କାଇମା ଆଉ ସିଙ୍ଗୁଡା ମ୍ୟାଚ୍ ହେଇଥିଲା। ଏତେ ଲୋକ, ଇମରାନ ବି ଥାନ୍ତି, ଅ, ଇମରାନ ଖାନ ହଉ, ସେପଟେ କିରଣ ଖାନ ସେ ଟିମ ରେ ଥାନ୍ତି, ଜୁଲୁ ଥାନ୍ତି, ଏପଟ ସାଇଡରେ ଆପଣ ଯୋଉ କହିଲେ କି ସିଙ୍ଗୁଡା ସାଇଡରେ କି ବହୁତ ସାରା ଭଲ ଭଲ ପ୍ଲେୟାର, ନନ୍ଦ, ମଦନ, ଅନିରୁଦ୍ଧ, ଆପଣ ବି ହୁଁ, ସବୁ ଥାନ୍ତି। ଆଉ ଭଲ ସେ ମ୍ୟାଚ୍ ଟା ବି ଲାଷ୍ଟ 2ଟା ବଲରେ 6 ରନ୍ ଥିଲା, କାଇମାର ଗୋଟେ ବ୍ୟାଟ୍ସମ୍ୟାନ ଛକା ମାରିକି ମ୍ୟାଚ୍ କୁ ଜିତେଇ ଦେଲେ। ତ ଏସବୁ ଜିନିଷ ତ ତାଙ୍କ ଭିତରେ ବହୁତ ଭଲ ରାଇଭେଲରି ହୁଏ। ଠିକ ଅଛି। ନେକ୍ସଟ ଆମେ ଯିବା ଗୋଟେ ଟପେଷ୍ଟ ବୋଲର, ଯୋଉ ବୋଲରକୁ ଆପଣଙ୍କୁ ଫେସ୍ କରିବାକୁ ଟିକେ କଷ୍ଟ ହୁଏ, ସେ ବୋଲର ଯେତେବେଳେ ଆପଣଙ୍କୁ ବୋଲିଂ କରେ ଆପଣଙ୍କୁ ଟିକେ କଷ୍ଟ ହୁଏ ବ୍ୟାଟିଂ କରିବାକୁ, ଏବଂ ଆପଣ ତା ବଲରେ ବହୁତ ଥର ଆଉଟ୍ ବି ହେଇଛନ୍ତି। ହୁଁ, ସୋହେଲ ଖାଁ। ତାଙ୍କ ବଲରେ ଏମିତି କଣ ଥାଏ? ତାର ଡବଲ ଅଛି, ଗୋଟେ ଭିତରୁ ଇନ୍ ପକେଇ ପାରିବେ, ଆଉଟ ପକେଇ ପାରିବେ, ସିଧା ବି ଦବାର ଭଲ ଅଛି। ତ ହାତକୁ ଟିକେ ଜାଣିବା କଷ୍ଟ ହୁଏ, ତ ସେଇଟା ଟିକେ ଖେଳିବାକୁ ଅକଳିଆ ଲାଗେ ଆଉ। ସୋହେଲ ଖାନ ବି ଗୋଟେ ୟଙ୍ଗ ଟ୍ୟାଲେଣ୍ଟ, ଆଉ ସିଏ ବି ଆମେ ଦେଖିଛୁ ଏତେ ଛୋଟ ବୟସରୁ ସିଏ ବି ଏତେ ଭଲ ଖେଳୁଛନ୍ତି, ଭଲ ବୋଲିଂ କରୁଛନ୍ତି। ଠିକ ଅଛି, ନେକ୍ସଟ ଆମେ ଯିବା ଟପେଷ୍ଟ ବ୍ୟାଟ୍ସମ୍ୟାନ। ଯେହେତୁ ଆପଣ ବୋଲିଂ କରନ୍ତି, ଏମିତି ଗୋଟେ ବ୍ୟାଟ୍ସମ୍ୟାନ ସାମ୍ନାରେ ଥାଏ, ଏ ପର୍ଯ୍ୟନ୍ତ ତାଙ୍କ ସାମ୍ନାରେ ଆପଣଙ୍କ ବୋଲିଂ ଟି କାମ କରିନି, କିଏ ସେ ବ୍ୟାଟ୍ସମ୍ୟାନ? ଏମିତି ଇମରାନ ଖାନ। ଇମରାନ ଖାନ। ଆଜ୍ଞା। ଆଚ୍ଛା, ସେ ବହୁତ ଆପଣ ଥର ତାଙ୍କ ହେଇଛି ଭଲ, କିନ୍ତୁ ମତେ ଭଲ ମାରନ୍ତି ସିଏ। କେବେ ତାଙ୍କୁ ଆପଣ ଆଉଟ୍ କରିଛନ୍ତି? ଆଉଟ ଆଉଟ ତ କରିଛି, ତାଙ୍କ ଏତେ ମ୍ୟାଚ୍ କରିନି, ବହୁତ କମ ମ୍ୟାଚ୍ ତାଙ୍କୁ କରିଛି। ଆଉ ଗୋଟେ ଦିଟା ମ୍ୟାଚ୍ ଆଉଟ କରିଛନ୍ତି, ମାରିଛନ୍ତି କିନ୍ତୁ ଆଉଟ କିଛି କରିନି। ନିଶ୍ଚିତ ଭାବେ, ଯାହା ହଉ ଆପଣ ଆଉଟ୍ ତ କରିଛନ୍ତି, ଏବଂ ସାୟଦ ଏ ଛୋଟ ଛୋଟ କନଫିଡେନ୍ସ ଆଗାମୀ ସମୟରେ ଆପଣଙ୍କୁ ଆହୁରି ଉପରକୁ ବି ନବ। ଗୋଟେ ଏତେ ବଡ ବ୍ୟାଟ୍ସମ୍ୟାନକୁ ଆଉଟ୍ କରିବା ସହଜ ନୁହେଁ, ବଟ୍ ଆପଣ କରିଛନ୍ତି, ଠିକ ଅଛି। ମେଣ୍ଟାଲ ହେଲ୍ଥ ଯଦି ଆମେ ଦେଖିବା, ଲଗାତାର ଗୋଟେ ଯଦି ପ୍ଲେୟାର ଲଗାତାର ଗୋଟେ ପ୍ଲେୟାର ବାରମ୍ବାର ଫ୍ଲପ୍ ହଉଛି, ତାର ଖେଳ ଠିକ ଯାଉନି, ୱିକେଟ ନେଇ ପାରୁନି, ବ୍ୟାଟିଂ କରିପାରୁନି,
ଏସବୁ ଜିନିଷ ହୁଏ ସମସ୍ତଙ୍କ ସାମ୍ନାରେ। ଗୋଟେ ୟଙ୍ଗ ପିଲା ନୂଆ କରିକି ଯଦି ଅଲ୍ ଓଡ଼ିଶା ଖେଳୁଛି ତ ଷ୍ଟାର୍ଟିଂଟା ତାର ଏତେ ଭଲ ହେଇନି, ତ ନିଜ ମେଣ୍ଟାଲ ହେଲ୍ଥକୁ ଆମେ କେମିତି ଠିକ କରିକି ରଖିବା? ମେଣ୍ଟାଲ ହେଲଥ ଖେଳକୁ ଆଗେ ପ୍ରାକ୍ଟିସ ଟା ଦରକାର। ତମକୁ ଖେଳିବା ପୂର୍ବରୁ ନିହାତି ପ୍ରାକ୍ଟିସ ଟା ଦରକାର। ମ୍ୟାଚ ଯାହା ହେଇଯାଉ ହାର ଜିତ ତ ଅଲଗା କଥା ଅଛି, ନିଜ ମେଣ୍ଟାଲ ପ୍ରେସରକୁ ଆଗେ ନିଜେ ରଖିବା ପାଇଁ ଦରକାର। ସେମିତି ନାହିଁ କି ମତେ କିଏ ମାରିଦେଲା କି ଆଉଟ କରିଦେଲା କି ମାଡ ହେଇଗଲା ତ ସେମିତି ମେଣ୍ଟାଲ ରଖିକି ଖେଳିଲେ ହିଁ ମ୍ୟାଚ ଟା ଫ୍ଲପ ହେଇ ଚାଲିବ। ଆଜି ମାଡ ଅଛି କାଲି ଭଲ ପଡିବ। ଠିକ ଅଛି, ସେ ଜିନିଷକୁ ଆପଣ ନିଶ୍ଚିତ ଭାବେ ବହୁତ ଯଦି ଠିକ ଠାକ ଭାବରେ ଅ, ତାକୁ ଯଦି ଆପଣ ଚେଷ୍ଟା କରିକି ଯଦି ଠିକ ଠାକ ଭାବରେ ଯଦି ଆପଣ ଆଗକୁ ଯିବେ ତ ସାୟଦ ଗୋଟେ ଭଲ ପ୍ଲେୟାର ଭାବେ ଆସିପାରିବେ। ଫିଟନେସ କେତେ ଜରୁରୀ କ୍ରିକେଟ? ସେଟା ତ ବହୁତ ଜରୁରୀ। ବିନା ଫିଟନେସ ଖେଳି ପାରିବନି। ଖେଳ ଥାଉ ନଥାଉ ଆଗେ ଫିଟନେସ ରଖିବ ତାପରେ ଖେଳିବ। ତା ଠିକ ଖେଳ ହିଁ ଆସିଯିବ। ଆଉ ଫିଟନେସ ନଥିବ ଦୌଡି ପାରୁନଥିବ ତ ଧଇଁ ସଇଁ ହେଉଥିବ ଦି ଓଭର ଗୋଟେ ଓଭର ପକେଇକି ତ ଖେଳିବା ବହୁତ ମୁସ୍କିଲ ହେଇଯିବ। ଏବେ 5 ବର୍ଷ ପରେ କିଛି ନାହିଁ, ଯିବ ଜଗିଦବ ଦି ଓଭର ବାଡେଇ ଦବ ଦି ଓଭର ପକେଇ ଦବ ଗୋଟେ ଓଭର ଏମିତି ନାହିଁ, କିନ୍ତୁ ଲଙ୍ଗ ଓଭର ପାଇଁ ଫିଟନେସ ଟା ଦରକାର। ଫିଟନେସ୍ ଆପଣ ଠିକ କଥା କହିଲେ। ନେକ୍ସଟ ଡିସିପ୍ଲିନ କେତେ ଜରୁରୀ କ୍ରିକେଟରେ? ଗୋଟେ ଆମେ ଡିସିପ୍ଲିନ ରହିବା ଗ୍ରାଉଣ୍ଡ ଉପରେ କେମିତି କଣ ସେଇଟା କେତେ ଜରୁରୀ? ବିନା ଡିସିପ୍ଲିନ ଆପଣ ଖେଳି ପାରିବେନି। ଅଛନ୍ତି ବହୁତ ପିଲା ଏମିତି ଖେଳୁଛନ୍ତି କିନ୍ତୁ ଡିସିପ୍ଲିନ ଟା ଦରକାର। ତମେ ଖେଳ ଭିତରେ ଖେଳିବ ମାନେ ପୁରା ନର୍ମାଲ ଖେଳିବ, ସେମିତି ଜୋସ୍ ଦିଅ କ୍ରିକେଟକୁ ଜୋସ୍ ଦିଅ, କିନ୍ତୁ ଭାଷା ବି କରିବା ଦରକାର ନାହିଁ। ଡିସିପ୍ଲିନ ଟା ବହୁତ ଜରୁରୀ ଆଗେ ଖେଳ ଉପରେ। ଗୋଟେ ଗୋଟେ ପିଲା ଅଛନ୍ତି ଭୁଲ ଭାଲ ହେଇଗଲା ଯଦି ଗାଳି ଗୁଲୋଜ କଲେ, ସେମିତି ନାହିଁ ଅମ୍ପାୟାର ଅଛନ୍ତି ଭୁଲ ଭାଲ ହଉ ନର୍ମାଲି ରୁହ। ଗୋଟେ ଦିଟା ମ୍ୟାଚ ହାରି ଯାଉଛି ଆମେ ଜାଣିଛୁ, କିନ୍ତୁ ତା ବୋଲି କିଛି ୱାର୍ଡି କହିବାଟା ଠିକ ନୁହଁ। ଠିକ କଥା ଆପଣ କହିଛନ୍ତି। ସେ ଜିନିଷଟାକୁ ଯେତେ ଆପଣ ଆଭଏଡ କରିବେ ନିଜ ଖେଳ ଉପରେ ଧ୍ୟାନ ଦେବେ ସେତେ ଭଲ ରହିବ। ନେକ୍ସଟ ଯିବା ଟାଇମିଂ ଉପରେ ଟିକେ ଡିସିପ୍ଲିନ ରହୁନି ସାଗର, ଆପଣ ବି ଯୋଉ ଯୋଉ ଟିମ୍ ସାଙ୍ଗରେ ଯାଉଥିବେ କାରଣ ଗୋଟେ ଅର୍ଗାନାଇଜର ଏତେ କଷ୍ଟ କରିକି ଯଦି ଖେଳ କରୁଛନ୍ତି ତ ଯଦି ସେଠି ଫିକ୍ସଚରରେ ଟାଇମ ଦିଆଯାଇଛି 11ଟା କି କଣ ଟିମ୍ ମାନେ ଆସିକି ଠିକ ଟାଇମରେ ପହଞ୍ଚି ପାରୁନାହାନ୍ତି ସେ ଗ୍ରାଉଣ୍ଡରେ ହଉ, ଯାହା ପାଇଁ ଓଭର ବି କଟା ଯାଉଛି, ଓଭର ବି ବହୁତ କମ ହଉଛି। ତ ଟାଇମିଂକୁ ନେଇକି ଆପଣ କଣ କହିବେ? ଟାଇମିଂ ଉପରେ କେତେ ଡିସିପ୍ଲିନ ଏବେ ରହିବା ଦରକାର? ଆମର ଏବେ ଖେଳ ଯୋଉଠି ଟାଇମିଂ ଦିଆଯାଉଛି ମାନେ ଆମର ସେଡ୍ୟୁଲ ହେଇଯାଉଛି ଆପଣ ଜାଣିଥିବେ। ସେଡ୍ୟୁଲ ତ ଆଗରୁ ବାହାରିଯାଉଛି, ସେଡ୍ୟୁଲ ହିସାବରେ ଆପଣଙ୍କୁ ପହଞ୍ଚିବା ପାଇଁ ପଡିବ। ଯଦି ଆପଣ 11ଟାରେ ମ୍ୟାଚ୍ ଥାନ୍ତି ତ 10:30 ଭିତରେ ପହଞ୍ଚନ୍ତୁ ଟୁର୍ଣ୍ଣାମେଣ୍ଟରେ। ଆଉ ଆପଣ ତ ଲେଟ୍ କରିକି ଯିବେ ତ ଆପଣ ପାଇଁ ଯଦି 10 ଓଭର ଖେଳିବା ଜାଗାରେ ଆପଣ 5 ଓଭର 6 ଓଭର ଖେଳିବେ ସେଇଟା ଆପଣଙ୍କୁ ଲସ୍ ହଉଛି। ଠିକ ଅଛି। ଅ ସବୁଠୁ ବଡ କଥା ହେଲା ଦର୍ଶକ ମାନେ ଯୋଉମାନେ ଆମ ସହ ଅଛନ୍ତି ଯେତିକି ବି ଅଛନ୍ତି ମୁଁ ସେମାନଙ୍କୁ ଜଣେଇ ଦିଏ କି ଆକ୍ଚୁଆଲିରେ ସାଗରଙ୍କ ଗୋଡ ଏବେ ଅଛି ଫ୍ରାକ୍ଚର ଅଛି, ବଟ୍ ଫ୍ରାକ୍ଚର ଥିବା ବେଳେ ବି ସେ ଆମ ଶୋରେ ଜଏନ କରିଛନ୍ତି। ଏବେ ଆପଣଙ୍କ ଗୋଡ କେମିତି କଣ ମାନେ ଠିକ ହେଇ ଅଛି ତ? ଗୋଡ ଏବେ ତ ଠିକ ହେଇ ଅଛି, ତା ଖାଲି ଟିକେ ଏପଟ ସେପଟ ହେଲା ଟିକେ ପେନ୍ ଲାଗୁଛି ଆଉ। ମୁଁ ଗୋଟେ ଜାଗାରେ ହିଁ ରହୁଛି ବସିକି, ତ ମୁଁ ଏବେ ତଳକୁ ଆସି ଖଟ ଉପରେ ଶୋଇଥିଲି ତଳକୁ ହେଇଛି ତ ଟିକେ ଏପଟେ ପେନ୍ ହଉଛି ନା ନର୍ମାଲି ବି ଅଛି କିଛି ଅସୁବିଧା ନାହିଁ। ଓହୋ ମାନେ ଗୋଟେ ଆମ ଶୋ ପାଇଁ ଏତେ କିଛି ଆପଣ କରିଛନ୍ତି, ଧନ୍ୟବାଦ ସାଗର। ଆଉ ଆଶା ରହିବା ଆପଣଙ୍କ ଗୋଡ କେମିତି ଶୀଘ୍ର ଭଲ ହେଇଯାଉ, ଭଗବାନ ଆପଣଙ୍କ ଗୋଡକୁ ଫଟ କି ଭଲ କରନ୍ତୁ। ଆପଣ ପୁଣି ଥରେ ଗ୍ରାଉଣ୍ଡରେ ଯେମିତି ଦୌଡୁଥିଲେ, ବୋଲିଂ କରୁଥିଲେ, ବ୍ୟାଟିଂ କରୁଥିଲେ ସେମିତି ପୁଣି ଥରେ କରନ୍ତୁ। ସାରା ଓଡିଶା ଆପଣଙ୍କୁ ନିଶ୍ଚିତ ଭାବେ ଦେଖିବ ଜାଣିବ। ନେକ୍ସଟ ୟଙ୍ଗ ପିଲାମାନେ ସାଗର ଆକ୍ଚୁଆଲିରେ ଯଦି ଆମେ ଦେଖିବା ଏ ସିଜନରେ ଭଲ ଖେଳିଛନ୍ତି, ବହୁତ ଭଲ ଖେଳିଛନ୍ତି ଖାସ କରିକି ୟଙ୍ଗ ପିଲାମାନେ। ବଟ୍ ସେମାନଙ୍କ ନେମ୍ ଏତେ ଆସୁନି ଯେମିତି ଅନ୍ୟ ପିଲାମାନଙ୍କର ଆସୁଛି। ଆପଣଙ୍କ ମତଟା କଣ? କେମିତି ୟଙ୍ଗ ପିଲାମାନେ ଉପରକୁ ଆସିବେ, ସେମାନେ ବି ଦିନେ ନା ଦିନେ ଓଡିଶା ଟେଷ୍ଟ କ୍ରିକେଟରେ ନେମ୍ କରିବେ, ଆକ୍ଚୁଆଲି କଣ କର? ୟଙ୍ଗ ପିଲା ଆମ ସ୍ପାଇଡର କଥା ବି କହୁଛି, ଅଲଗା ଟିମ୍ ବି କଥା କହୁଛି। ଆମ ସ୍ପାଇଡର ବହୁତ ୟଙ୍ଗ ପିଲା ବହୁତ ଭଲ ଭଲ ପ୍ଲେୟାର ଅଛନ୍ତି। ସୌମ୍ୟ ରଞ୍ଜନ ଆମର ଗୋଟେ ନାଣ୍ଡୁ ଭାଇ ଅଛି ଲେଫ୍ଟି ବ୍ୟାଟ୍ସମ୍ୟାନ, ସେ ବହୁତ ଭଲ ବ୍ୟାଟ୍ସମ୍ୟାନ। ସିଏ ଅଲ ଓଡିଶା ଯାଇପାରୁନି କି ତାର ନାଁ ଫିଟେଇ ପାରୁନି, ତ ଅଲ ଓଡିଶା ଯୋଉମାନେ ଖେଳୁଛନ୍ତି ସେମାନଙ୍କ ହିଁ ନାଁ ଫିଟୁଛି। ଆଉ ଯିଏ ଲୋକାଲ ମ୍ୟାଚ ଖେଳୁଛନ୍ତି ସେ ରହିଯାଉଛନ୍ତି, ଲାଇଫ ବି ବହୁତ ଲୋକାଲ ଏତେ ଭଲ ଲାଇଫ ନଥିବ, ଲୋକାଲ ଲାଇଫ ଥିବ। ସେମାନେ ଖେଳିବେ କିନ୍ତୁ ଅଲ ଓଡିଶା ଖେଳିବା ପାଇଁ ଚାନ୍ସ ମିଳୁନି ସେମାନଙ୍କୁ। ସେମାନେ ଯଦି ମିଳନ୍ତା ତ ସିଏ ସାଇ ତାଙ୍କ ନାଁ ବି ଆସିଯାନ୍ତା ଅଲ ଓଡିଶାରେ। ଗୋଟେ ୟଙ୍ଗ ପିଲା ଯଦି ଅଲ ଓଡିଶା ଖେଳେ, ଆପଣ ତ କିଛିଟା ମ୍ୟାଚ ଖେଳିଛନ୍ତି, ଅଲ ଓଡିଶା ବି ଏବେ ବହୁତ ଉପରକୁ ଗଲାଣି। ଅଲ ଓଡିଶା ଖେଳିଲେ ଯୋଉ 6 ରୁ 8 ମାସ ଯୋଉ ରହୁଛି ସିଜିନ ଟା ରହୁଛି, ତ ସେତିକି କଣ ଆପଣ ପ୍ରାଇଜ କମେଇ ପାରିବେ କି ମନି ଆପଣ କମେଇ ପାରିବେ ଅଲ ଓଡିଶା ଖେଳିକି 6 ରୁ 8 ମାସ? ଗୋଟେ ୟଙ୍ଗ ପିଲା ଯଦି ସେଇଟା ଭାବିକି ଖେଳେ ତ ତା ନିଜର ଘର ଖର୍ଚ୍ଚ କି ନହେଲେ ନିଜର ପକେଟ ମନି ସେ ଉଠେଇ ପାରିବ ଅଲ ଓଡିଶା ଖେଳିକି, ସେତିକି ଉପରକୁ କଣ ଯାଇଛି କ୍ରିକେଟ?
ଅଲ ଓଡିଶା ତ ଆପଣ ଖେଳିବାକୁ ହେଲେ ଆପଣଙ୍କୁ ଏତେ ଡିମାଣ୍ଡ ନବାର ନାହିଁ, ତ ଆପଣ ନା ଆଗେ ଫିଟେଇବାର ଅଛି ଓଡିଶାରେ ଆଗେ। ଅଲ ଓଡିଶା ଖେଳନ୍ତୁ, ଯୋଉ ଟିମ୍ ଗୋଟେ ଖେଳୁଛନ୍ତି ଖେଳନ୍ତୁ, ଯୋଉ ଟିମ୍ ରେ ଡାକୁଛନ୍ତି ଖେଳନ୍ତି ଆଗେ। କୁହନ୍ତୁନି ମୁଁ ଏତିକି ନେବି ଯିବି ଖେଳିବି, ସେମିତି ନାହିଁ। ଅଲ ଓଡିଶା ଯିବ ଖେଳିବ, ତମ ନାଁ ଫିଟିଲା ଯେ ଅଟୋମେଟିକ ତମକୁ ଭଲ ଖେଳିଲେ ଅଟୋମେଟିକ ସେ ଓନର ମାନେ ହିଁ ତମକୁ ଦେବେ, କିଛି ତୋ ଘର ଆଚ୍ଛା, ପ୍ରୋବ୍ଲେମ କି ତୋର problem। ଆଜ୍ଞା। ଠିକ ଅଛି। ଭଲ ଖେଳିଲେ ଅଟୋମେଟିକ ପଇସା ଆପଣଙ୍କ ପଛରେ ଯିବ। ଫାଷ୍ଟ ଆପଣ ନେମ୍ ଆଉ ଫେମ୍ ଟା ବନେଇବାକୁ ଚେଷ୍ଟା କରିବେ। ପଇସା ସୁନ୍ଦର ପଛରେ ଭାବେ ଗୋଡେଇଲେ ଆଶା ଆପଣ କରୁଛି। ଯାଇପାରିବେନି। ଆଜ୍ଞା। ନେକ୍ସଟ ଆମେ ଯିବା ଫର୍ମାଟ ସିଷ୍ଟମ ଟି ଭଲ ନା ଗୋଟେ ଲମ୍ବା ଓଭର ହେଲେ ଭଲ, ଆପଣଙ୍କ ମତ ଟି କହିବେ। ଲମ୍ବା ଓଭର ଖେଳିଲେ ବ୍ୟାଟ୍ସମ୍ୟାନ କୁ ତ ସୁବିଧା ହବ, ବୋଲର ବି ସୁବିଧା ହବ। ଆଉ କିନ୍ତୁ ଫର୍ମାଟ କରିଦଉଛନ୍ତି ତ ବୋଲରଙ୍କୁ ବହୁତ ପ୍ରେସର ପଡୁଛି, କାହିଁକିନା 5 ଓଭର ପକେଇ ନଥିବେ ବସି ପୁଣି 10 ମିନିଟ ରେଷ୍ଟ ନେଇ ପୁଣି ଗୋଟେ ଗୋଟେ ଓଭର ପୁଣି ପକେଇବେ। ନିହାତି ଅତି କମ ତ ଫର୍ମାଟ 10 ଓଭର ହଉଛି, ଓଭର ଗୋଟେ ବୋଲର 2 2 ଓଭର ପକେଇବା ପାଇଁ ପଡୁଛି। 10 ମିନିଟ ଲେଖା ରେଷ୍ଟ ନେଇ ପକେଇଲା ବେଳକୁ ବହୁତ ତକଲିଫ ହଉଥିବ। ବ୍ୟାଟ୍ସମ୍ୟାନ ତ ପୁରା ପ୍ଲସ ପଏଣ୍ଟ ଆଉ ଫର୍ମାଟ। ଟିକେ ତ ଲଙ୍ଗ ଓଭର ଲଙ୍ଗ ଓଭର ଗୋଟେ କରିଦବ ଠିକ ହିଁ ହବ, ମୋ ଅନୁମାନ ଲଙ୍ଗ ଓଭର ଟି ବେଟର। ଲଙ୍ଗ ଓଭର ଟି ହେଲେ ଟିକେ ଭଲ ରହିବ ଏବଂ ଆଶା ରହିବ ଏ ସିଜିନ୍ ଦେଖିବା। କାରଣ ବହୁତ ପିଲାଙ୍କର ମତ ଅଲଗା ଅଲଗା ଅଲଗା, କିଏ କହୁଛନ୍ତି ଫର୍ମାଟ ଭଲ, କିଏ କହୁଛନ୍ତି ଲଙ୍ଗ ଭଲ। ଦେଖିବା ଆଗାମୀ ସମୟରେ, ସେଇଟା ହେଲା ଅର୍ଗାନାଇଜରଙ୍କ ଉପରେ ଡିପେଣ୍ଡ କରେ କୋଉଟା ଭଲ ରହୁଛି କୋଉଟା ଖରାପ ରହୁଛି। ଓଡିଶା ଟେନିସ କ୍ରିକେଟର ଗୋଟେ ପ୍ଲେୟାରଙ୍କ ନେମ୍ ନେବେ ଯାହାଠୁ ଆପଣ ତାଙ୍କୁ ବହୁତ ଫଲୋ କରନ୍ତି, ଗୋଟେ ସିନିୟର ପିଲା, ଆଉ ତାଙ୍କଠୁ ଆପଣ କଣଟା ଶିଖିଛନ୍ତି। ଗୋଟେ ଚିନୁ ଭାଇ, ବିଶ୍ୱରଞ୍ଜନ ସାହୁ, ମତେ ବହୁତ ଭଲ ଲାଗନ୍ତି। ତାଙ୍କର ବ୍ୟାଟିଂ ଯେମିତି ଅର୍ଡର ଟା ତାଙ୍କର କୁଇକ୍ ଆସେ, ବୋଲିଂ ବି ଓପନିଂ କରନ୍ତି, ମତେ ବହୁତ ଭଲ ଲାଗେ ତାଙ୍କର ଖେଳଟା। ଆପଣ ବି ସେମିତିକା ହିଁ ପ୍ଲେୟାର, ଆଉ ଆପଣ ହିଁ ହେଲେ ସେଇ ପ୍ଲେୟାର ଗୋଟେ ୟଙ୍ଗ ହିସାବରେ ଯିଏକି ଚିନୁ ଭାଇକୁ ଆପଣ ରିପ୍ଲେସ କରିପାରିବେ। ଆଜ୍ଞା। ଆପଣ ଆପଣ ବି ଓପନିଂ ବୋଲିଂ କରୁଛନ୍ତି ଆଉ ବ୍ୟାଟିଂ ବି ଆପଣ ଉପରେ କରୁଛନ୍ତି। ଠିକ ଅଛି, ଆପଣ ଯିବା ନେକ୍ସଟ। ଆପଣଙ୍କର ଅ, ଭଲ ଫ୍ରେଣ୍ଡଙ୍କ ନେମ୍ କହିବି ଯେ ଛୋଟବେଳୁ ଆପଣଙ୍କ ସବୁଠୁ ବେଷ୍ଟ। ଛୋଟବେଳୁ ମୋ ସହ ମିଶିଛି ଜଗଜୀବନ ଦଳାଇ, ଜଗନ ବୋଲି ଆମର ଲେଫ୍ଟି ବ୍ୟାଟ୍ସମ୍ୟାନ। ତାର ମୋର ବହୁତ ଛୋଟ ବେଳୁ ଆମେ ତାର ମୋର ଖେଳୁଛୁ। ଆଇପିଏଲ ରେ ଫେଭରେଟ ଟିମ୍? ସିଏସକେ। ସିଏସକେ ସିଜିନ୍ ଟି ଏତେ ବାଗ ଯାଇନି, ନେକ୍ସଟ ସିଜିନ୍ ଦେଖାଯାଉ। ସଞ୍ଜୁ ସାମସନ କଣ ଆସିବ, ଏ ସବୁ କଣ ସବୁ ହେଲା ଚାଲିଛି, ଦେଖିବା ଯାହା ହବ। କ୍ରିକେଟକୁ ଛାଡିକି ଅଲଗା ସ୍ପୋର୍ଟସ ଆପଣଙ୍କୁ କୋଉଟା ଭଲ ଲାଗେ? ଯଦି କ୍ରିକେଟ ଯଦି ଆପଣ ନ ଖେଳିଥାନ୍ତେ ତାହେଲେ ଆଉ କଣଟା ଖେଳିଥାନ୍ତେ? ମତେ ଖେଳିବା ପାଇଁ କ୍ୟାରମ ଭଲ ଲାଗେ, ଆଉ ବ୍ୟାଡମିଣ୍ଟନ ବି ଖେଳିବା ଭଲ ଲାଗେ। ତ ଭଲି ବି ଭଲ ଲାଗେ, ତ ଭଲି ମୁଁ ଖେଳି ପାରେନି, ମୋର ଏନଜୋର୍ଡ ଥରେ ହେଇଥିଲି ତ ସେବେଠୁ ବନ୍ଦ, ଭଲି ମୁଁ ଖେଳୁନି। କ୍ୟାରମ ବ୍ୟାଡମିଣ୍ଟନ ମତେ ଭଲ ଲାଗେ। ଠିକ ଅଛି, ଆପଣଙ୍କର ଫେଭରେଟ ସଟ୍ କୋଉଟା କ୍ରିକେଟରେ? ଯୋଉ ସଟ୍ ଟି ଆପଣ ଖେଳିଲେ ଆପଣଙ୍କୁ ଟିକେ ଗୋଟେ କନଫିଡେନ୍ସ ଆସିଯାଏ। କଭର ଡ୍ରାଇଭ୍। ଓହୋ, କଭର ଡ୍ରାଇଭ୍, ଓକେ। ନେକ୍ସଟ ଯିବା। ବେଷ୍ଟ ଷ୍ଟ୍ରଙ୍ଗ ଜୋନ୍ ବଲ୍ ଆପଣଙ୍କର ମାନେ ଲିକଟର, ଅପକଟର, ସ୍ଲୋର ଏମିତି କଣ? ମୋର ତ ଆଉଟସୁଇଂ ଭଲ ଆସେ, ଇନକଟର ଆସୁନି ମୋ ହାତରୁ ଟିକେ ଡିଫେନ୍ସ ଅଧେ ବ୍ୟାଟ୍ସମ୍ୟାନ ଜାଣିପାରନ୍ତି, ଆଉଟସୁଇଂ ମତେ ଭଲ ଲାଗେ କାହିଁକିନା ମୋର ପ୍ରେସ ନଥାଏ। ମୋର ଲେନ୍ଥ ଜାଗା ପକେଇକି ମୁଁ ବିଟ୍ କରେ। ଠିକ ଅଛି, ଆପଣଙ୍କ ନିକ୍ ନେମ୍? ସାଗର। ନିକ୍ ନେମ୍ ବି ସାଗର। ଆଜ୍ଞା। ଠିକ ଅଛି, ଆଉ କୁନି ପୁଅ କିଏ? ଛୁଆ ପୁଅ, କୁନି ପୁଅ, ଫାଷ୍ଟ ଏମିତି ବହୁତ ସ୍କ୍ୱାଡରୁ ନେମ୍ ଡାକି ଅଛି। ଫାଷ୍ଟ ଆଚ୍ଛା, ସ୍କ୍ୱାଡରୁ ଡାକିଲି ତ ଏବେ ବାଙ୍କୁ ଟାଇପର ସବୁ ଜ୍ଞାନ ଭାଇ, ମୁନା ଭାଇ ଏ ସବୁ ଡାକନ୍ତି ମତେ କୁନି ପୁଅ କୁନି ପୁଅ। ବଟ ଆପଣ ନିଜେ କହିଲେ କି ଆପଣ କେବେ 26 ହେଲାଣି, ବଟ୍ ସତ କଥା ଆପଣ ସେତିକି ଦେଖା ଯାଉନାହାନ୍ତି। ଭଲ ଭାବେ ଆପଣ ମେଣ୍ଟେନ କରିକି ଅଛନ୍ତି, ଠିକ କଥା ଏଇଟା, ବହୁତ ୟଙ୍ଗ ଆପଣ। ଅ ଆଗାମୀ ସମୟରେ ଭଲସେ ଆଗକୁ ଯାଆନ୍ତୁ। ଜର୍ସି ନମ୍ବର ଆପଣଙ୍କର ଗୋଟେ ଫେଭରେଟ ନମ୍ବର? ଜର୍ସି ନମ୍ବର ଜର୍ସି ନମ୍ବର 7, MS ଧୋନି ନମ୍ବର। ସେଭ୍, ଠିକ ଅଛି। ମୋର ସେଭେନ ଗୋଟେ ଥିଲା, ଏବେ ଗୋଟେ 143 କରିଦେଇଛି, ଆମର ବାଙ୍କୁଟା ତରଫରୁ 143 କରିଦେଇଛି। ଜର୍ସି ନମ୍ବରକୁ ଯଦି ଆମେ ଦେଖିବା ଅଲ୍ ଟାଇମ୍ ବେଷ୍ଟ ପ୍ଲେୟାର କିଏ ଆପଣଙ୍କ ପାଇଁ? ଅଲ୍ ଓଡିଶାରେ ଅଲ୍ ଟାଇମ୍ ବେଷ୍ଟ? ଅଲରାଉଣ୍ଡରରେ ଉତ୍କଳ କେଶର ରାଉତ, ମତେ ଭଲ ଲାଗେ ତାଙ୍କର ବ୍ୟାଟିଂ। ଠିକ ଅଛି।
ଆପଣଙ୍କର ଆଇଡଲ କିଏ କ୍ରିକେଟ ରେ ଅଲ୍ ଓଭର ଇଣ୍ଟରନ୍ୟାସନାଲ? MS ଧୋନି। MS ଧୋନିକୁ ଆପଣ ମାତି। ଠିକ ଅଛି, ସବୁ କ୍ୱେଶ୍ଚିନ୍ ଆପଣ ଆନ୍ସର ଦେଇଛନ୍ତି। ନେକ୍ସଟ ଆମେ ଯିବା ଗୋଟେ ରାପିଡ ଫାୟାର କରିବା ଆପଣଙ୍କ ସହ। ରାପିଡ ଫାୟାରରେ ମୁଁ ଆପଣଙ୍କୁ କିଛିଟା ଟ୍ୟାଗ ଦେବି, ଆଉ ସେ ଟ୍ୟାଗରେ ଆପଣ ପ୍ଲେୟାରଙ୍କ ନେମ୍ ଦେବେ। ମୁଁ ଦେବି ଟ୍ୟାଗ, ଆପଣ ପ୍ଲେୟାରଙ୍କ ନେମ୍ ଦେବେ। କି ସେ ପ୍ଲେୟାର ସେ ଟ୍ୟାଗକୁ ସୁଟ୍ କରୁଛି। ପୁଲ ମାଷ୍ଟର। ବିଶ୍ୱ ରଞ୍ଜନ ସାହୁ। ବେଷ୍ଟ ହେଲିକପ୍ଟର। ବେଷ୍ଟ ହେଲିକପ୍ଟର ସାହୁ, ତାଙ୍କ ହେଲିକପ୍ଟର ବହୁତ ଭଲ ଲାଗନ୍ତି। ବେଷ୍ଟ ୱିକେଟ କିପର। ବେନାରକି। ବେଷ୍ଟ କଭର ଡ୍ରାଇଭ୍ ବ୍ୟାଟ୍ସମ୍ୟାନ। ଶ୍ରୀନିବାସ ପ୍ରଧାନ। ବେଷ୍ଟ କ୍ୟାପ୍ଟେନ୍। ବେଷ୍ଟ କ୍ୟାପ୍ଟେନ୍ ଡିଜିଟାଲ ରୋଜି। ଏଗ୍ରେସିଭ ପ୍ଲେୟାର। ହିରାଲାଲ ମେଣ୍ଡିସ୍। ଲେଜେଣ୍ଡ। ଇମରାନ ଖାନ। ବେଷ୍ଟ ଫନି ପ୍ଲେୟାର ଅଲ୍ ଓଭର ଓଡିଶା। ବେଷ୍ଟ ଫନି ପ୍ଲେୟାର ଆମ ଟିମରେ ଅଛି ଅଭୟ ବୋଲି ଗୋଟେ ପ୍ଲେୟାର। ସିଏ ବହୁତ ଫନି କରନ୍ତି, ତମକୁ ପାଖରେ ଅଛି ମତେ ବହୁତ ଭଲ ଲାଗେ ଅଭି। ଆପଣ ଫଟାଫଟ ସବୁ କ୍ୱେଶ୍ଚିନ୍ ଆନ୍ସର ଦେଇଛନ୍ତି। ଆଉ ଗୋଟେ ସବୁଠୁ ଏଇଟା ହେଲା ଗୋଟେ ବଡ କ୍ୱେଶ୍ଚିନ୍, ଯଦି ଆପଣ କାଲି ସକାଳେ ଅଲ୍ ଓଡିଶାରେ ଆପଣଙ୍କୁ ଚାନ୍ସ ମିଳେ, ଆଉ ଆପଣଙ୍କୁ ଯଦି କିଛି ଟିମ ର ଅପସନ ଦିଆଯାଏ, ଆପଣ କୋଉ ଟିମ ରେ ଖେଳିବାକୁ ଚାହିଁବେ? ଆପଣଙ୍କ ମନ ଅଲ୍ ଓଡିଶାରେ ଆପଣ କୋଉ ଟିମ ରେ ଖେଳିବାର ଅଛି, ଆପଣଙ୍କ ଇଚ୍ଛା। ମତେ ତ ଡିସି ତରଫରୁ ଖେଳିବାକୁ ଭଲ ଲାଗେ, କାହିଁକିନା ମତେ ମୁଁ ଡିସି ମୋ ଆଡୁ ଯେବେ ବି ଅଲ୍ ଓଡିଶା ଭଲ ଟୁର୍ଣ୍ଣାମେଣ୍ଟ ମୁଁ ବି ପଚାରିକି ଯାଏ, ସେ ନାଇଁ କରନ୍ତି ନା, ହଉ ଆସି ଖେଳିବୁ। ତ ମତେ ଡିସିସି ତରଫରୁ ଭଲ ଲାଗେ ଅଲ୍ ଓଡିଶା। ଚାନ୍ସ ମିଳେ ତ ସେ ଟିମରେ ଖେଳିବାକୁ ଚାହିଁବେ। ନେକ୍ସଟ ସିଜିନ ପାଇଁ କିଛି ମାନେ ଆପଣଙ୍କୁ କିଛି କନଫର୍ମ ବଗେରା ଆସିଲାଣି, କିଛି କଲ୍ ବଗେରା ଆସିଲାଣି କି ନାଇଁ ସାଗର ଆମ ଟିମରେ ଜଏନ କର, ଇଏ କର? କଲ୍ ତ ଆଇଥିଲା ଡିସିଜି ରୁ ଆଇଛି କଲ୍। ବାପି ନାଇଁ ତ ଆଗେ କହିଥିଲି କି ତୁ ଆମ ଟିମରେ ରହିବୁ କି ଆମ ଟିମରୁ ଖେଳିବୁ। ତ ଏ ବର୍ଷ ବି ସ୍କ୍ୱାଡରେ ଖେଳିପାରେ ଅଲ୍ ଓଡିଶା କିଛି ମ୍ୟାଚ୍। ତ ସ୍କ୍ୱାଡରୁ କିଛି ଅଲ୍ ଓଡିଶା ଖେଳିବି ତ ଡିସିଜି ରୁ। ଏଇ ଦିଟା ଟିମ୍ ଆପଣ ଏଠି ଗୋଟେ ଖୁଲାସା କରିଛନ୍ତି। ଠିକ ଅଛି, ଏ ସିଜନରେ ଆପଣ ବହୁତ ଜାଗାରେ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ଅ ତ 5ଟି ଟୁର୍ଣ୍ଣାମେଣ୍ଟ ଆପଣଙ୍କୁ ଭଲ ଲାଗିଥିବ ନେବେ, କୌଣସି ରାଙ୍କ ଫ୍ୟାଙ୍କ ନାହିଁ। 5ଟା ନାଁ ନେବେ, ଡେ ହଉ ନାଇଟ୍ ହଉ ମିକ୍ସ କରିକି ନିଅନ୍ତୁ। 5ଟି ଟୁର୍ଣ୍ଣାମେଣ୍ଟ ଯୋଉଟା ଆପଣଙ୍କୁ ଭଲ ଲାଗିଛି ଏ ସିଜନରେ ଅଲ୍ ଓଭର ଓଡିଶାରେ। ଟୋଟାଲ ଗ୍ରୀନ ନା ରେଡ୍ କୁ ମିଶେଇ ଟୋଟାଲ? ସେଇ କୁହନ୍ତୁ, ରେଡ୍ ଗ୍ରୀନ୍ ମିଶେଇକି 5ଟା କହିବେ। ମତେ ତ ଏଇ ସିଜନରେ ଆମର ବୁରମୁଣ୍ଡା ଯୋଉଟା ହୁଏ ବଲାଙ୍ଗୀରରେ ଭଲ ଲାଗେ ଟୁର୍ଣ୍ଣାମେଣ୍ଟ ଟା, ଯୋଉଟା ଆମେ ଦ୍ୱିତୀୟ ମ୍ୟାଚ୍ ବି ହାରିଲୁ। ସେକେଣ୍ଡ ହଉଛି ଗୋଟେ ଆମର ଚଢେଇଧରା ସାଇଡରେ ଆମର କବାଟ ବନ୍ଧ ସାଇଡରେ ଗୋଟେ ମ୍ୟାଚ୍ ହୁଏ, ତ ଜାଗା ନା ମନେ ପଡୁନି। ସେ ଗୋଟେ ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଲାଗେ, ତାଙ୍କ ଏରିଆରେ ଫେଷ୍ଟିଭାଲ ଗୋଟେ ହୁଏ। ତାଙ୍କର ଟୁର୍ଣ୍ଣାମେଣ୍ଟ ହୁଏନି, ତାଙ୍କର ଫେଷ୍ଟିଭାଲ ହୁଏ। ଗାଁର ସବୁ ମାନେ ଝିଅ ପୁଅ ସବୁ ତାଙ୍କ ନୂଆ ଡ୍ରେସ ପିନ୍ଧିକି ଖେଳ ଦେଖିବାକୁ ଆସିବେ, ଖାଇବା ପିଇବା। ମ୍ୟାଚ୍ ଟା ବହୁତ ଭଲ ଲାଗେ, ସେ ମ୍ୟାଚ୍ ଟା ନାଁ ଟା ମନେ ପଡୁନି ଭଲସେ। ସେ ଗୋଟେ ଦିଟା ଆଉ ଆଉ ଗୋଟେ ରହିଲା ଆମର ଏଇ ଆମର ଯୋଉ ଚଢେଇଧରା ଗୋଟେ ହୁଏ, ଆମର ରେଡ ବଲ୍ ହୁଏ, ଆମର ଟାଇଗର କପ୍ ଗୋଟେ। ନିହାଲ ପ୍ରସାଦ ଗୋଟେ ହୁଏ ଆମର ଲାଲୁ ପ୍ରିମିୟର ଲିଗ ନିହାଲ ପ୍ରସାଦରେ। ଆଜ୍ଞା, 4ଟା ହେଲା ସାଇଡ ଆଉ ଗୋଟେ। ତାହେଲେ ଆଉ ଗୋଟେ। ଆଉ ଗୋଟେ ଆମର ନାଇଟ ମ୍ୟାଚ୍ ତ ବଳଭଦ୍ର ନାଇଟ ମ୍ୟାଚ୍ ମତେ ବହୁତ ଭଲ ଲାଗେ। ଠିକ ଅଛି, 5ଟି ୟଙ୍ଗ ପିଲାଙ୍କ ନାଁ ନେବେ ଆପଣଙ୍କ ମତରେ। ନୂଆ ନୂଆ ପିଲାମାନେ ଏ ସିଜନରେ ଭଲ ଖେଳିଛନ୍ତି, ଆଉ ଆକ୍ଚୁଆଲି ସେମାନେ ଡିଜର୍ଭ କରନ୍ତି କି ତାଙ୍କ ଚର୍ଚ୍ଚା ହବା ଦରକାର। 5ଟି ୟଙ୍ଗ ପିଲାଙ୍କ ନେମ୍ ନେବେ। ଫାଷ୍ଟ ଅଛି ଆମର କନେଇ ଲେଫ୍ଟି ବୋଲର, ଆମର ସ୍ପାଇଡର କିଛି ବି ଖେଳିଛି। କନେଇ ସ୍ପାଇଡର। ନାଣ୍ଡୁ ଭାଇ ଯାହାକୁ କହୁଥିଲି ଲେଫ୍ଟି ବ୍ୟାଟ୍ସମ୍ୟାନ ନାଣ୍ଡୁ ଭାଇ, ସେ ବି ବହୁତ ଭଲ ପ୍ଲେୟାର ଅଛି। ଆଉ ରହିଲେ ଆମର ଲକି ବାଲା ଭାଇ ବି ଭଲ ଏଇ ସିଜନରେ ଖେଳିଛି। ଆଚ୍ଛା। ତିନିଟା ଆଉ 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 ଗୋଟେ ରହିଲେ ଆମର ସ୍ପାଇଡର ଚନ୍ଦୁ ବୋଲିକି ଗୋଟେ ପିଲାଟା ଅଛି ଆମର, ସେ ବହୁତ ଭଲ ବି ଖେଳେ। ତାକୁ ତ ମିଳୁନି ଚାନ୍ସ, ଲୋକାଲ ବହୁତ ଭଲ ଖେଳନ୍ତି।
ଆପଣ ଯୋଉ 5ଟି ନେମ୍ ନେଲେ ତା ଭିତରୁ କିଛିଟା ଆମେ ଲାଇଭ୍ ରେ ନେଇ ଆସିଛୁ କ୍ରିକେଟ କାଲସନ୍ ମାଧ୍ୟମରେ। ଆଉ ଯୋଉ ନେମ୍ ନେଇଛନ୍ତି ପ୍ଲିଜ ମତେ ଆପଣ ବି ଟିକେ ହେଲ୍ପ କରିବେ। ମତେ ଆପଣ ଡାଇରେକ୍ଟ ମୋ ନମ୍ବରରେ ତାଙ୍କ ନମ୍ବର ସେମାନଙ୍କ ନମ୍ବର ଦେବେ। ଆମେ ପୁରା ପ୍ରୟାସ କରିବୁ ତାଙ୍କୁ ଲାଇଭରେ ଆଣିବା ପାଇଁ। ଆଉ ଆଗାମୀ ସମୟରେ ସେ ଉପରକୁ କେମିତି ଯିବେ। ଠିକ ଠିକ ଅଛି। ଅଛି, ଏବେ ଶୋକୁ ଏଇଠି ଆମେ ଏଣ୍ଡକୁ ନବା ଫଟାକ ସେ ଏଇଟା ଲାଷ୍ଟ ରହିବ। ଗୋଟେ ଟିମ୍ ବନେଇ ନବା। ଆପଣ ସେ ଟିମ୍ ର ହେଲେ ଓନର। ଡ୍ରିମ୍ 11 ଟିମ୍, ସେଥିରେ ରହିବେ 4ଟା ବ୍ୟାଟ୍ସମ୍ୟାନ, ଗୋଟେ ୱିକେଟ କିପର, 3ଟା ରହିବେ ଅଲରାଉଣ୍ଡର, 3ଟା ରହିବେ ବୋଲର। ଠିକ ଅଛି, ତ 4ଟି ବ୍ୟାଟ୍ସମ୍ୟାନ ଆପଣ ନିଅନ୍ତୁ। ୟଙ୍ଗ ଏଇଟା ବି ଆମର ନେବେ, ମିକ୍ସ ନିଅନ୍ତୁ। ଟେନିସ୍ ବଲ୍ ନା ଟୋଟାଲ ରେଡ୍ ଟେନିସ୍ ମିଶିକି? ରେଡ୍ ନିଅନ୍ତୁ ଦେଖିବା। ରେଡ୍ ରେ ଅସଲମ ଭାଇ ଫାଷ୍ଟ, ଅସଲମ ଖାଁ। ଅସଲମ ଖାଁ, ଆଉ ଆମର ରହିଲେ କଣ୍ଟିଆ ଭାଇ, କିରଣ ଖାନ୍ 3। ଆମର ବାଙ୍କୁ ଟାଇଗର ମୁନ୍ନାଇ ବୋଲି ଗୋଟେ ପିଲାଟା ଅଛି, ଅଲରାଉଣ୍ଡର। ସେ ଇମେଜ ପାଇଁ ଖେଳିଛନ୍ତି, ସିଏ ମୁଁ ତାଙ୍କୁ ବି ରଖିବି 4। ଗୋଟେ 4ଟା ୱିକେଟ କିପର ବ୍ୟାଟ୍ସମ୍ୟାନ। ନେବେ। ୱିକେଟ ତ ବେନାଇ ମୋ ଫେଭରାଇଟ ସବୁବେଳେ। ଆଜ୍ଞା। ତାପରେ 3ଟା ଅଲରାଉଣ୍ଡର। ଅଲରାଉଣ୍ଡର ଫାଷ୍ଟ ବିଶ୍ୱରଞ୍ଜନ ସାହୁ, ଦେବାଶିଷ ପାଟ୍ସାଣୀ, ଇମରାନ ଖାନ୍। ଇମରାନ ଖାନ୍, ଓକେ। 3ଟା ବୋଲର। 3ଟା ବୋଲର ଆମର ରହିଲେ ସୋହେଲ ଖାଁ, ପରେଶ ସାମଲ, ସୋହେଲ ଖାଁ, ପରେଶ ସାମଲ, ଆ, ବିଶ୍ୱଜିତ ପ୍ରଧାନ ଯୋଉ ଆମର ଖେଳନ୍ତି କମାଣ୍ଡ ତରଫରୁ। ସୁଜିତ ପ୍ରଧାନ ଆପଣଙ୍କର ରହିଲେ। ଯଦି ଏ ଟିମ ରେ ଆପଣ କାହାକୁ କ୍ୟାପ୍ଟେନ କରିବାକୁ ଚାହିଁବେ, କାହାକୁ ଆପଣ କ୍ୟାପ୍ଟେନ କରିବେ? କ୍ୟାପ୍ଟେନ ରହିଲା ଆମର ମୁନ୍ନାଇ କ୍ୟାପ୍ଟେନ। ଗୋଟେ ଏତେ ଷ୍ଟାର ଥାଇକି ଆପଣ ମୁନ୍ନା ଭାଇକୁ ଏଠି କ୍ୟାପ୍ଟେନ ଅଛନ୍ତି। ଆଉ ଟିକେ କାରଣ କହିବି ମୁନ୍ନା ଭାଇଙ୍କ ପାଖରେ ସେ କଣଟା କଳା ଅଛି ଏକ୍ସଟ୍ରା? ମୁନ୍ନାଇ ବି ବହୁତ ଭଲ ଖେଳନ୍ତି, ତ ସିଏ ଅଲଗା ବହୁତ ଇମେଜ ତରଫରୁ ବହୁତ କମ ଖେଳିଛନ୍ତି। କିନ୍ତୁ ତାଙ୍କ ପରେ ମୁଁ ଯେତିକି ବାଙ୍କୁଟା ଗୋଟେ ଖେଳିଛି, ତ ତାଙ୍କ କ୍ୟାପ୍ଟେନ ବି ମତେ ଭଲ ଲାଗେ, ତାଙ୍କର ମ୍ୟାନେଜମେଣ୍ଟ ଠିକ ଠିକ ଲାଗେ ମତେ। ଠିକ ଅଛି। ଏ ଟିମ୍ ଆମେ ଦେଖିଲେ, ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି। ନେକ୍ସଟ ସିଜିନ୍ ନିଶ୍ଚିତ ଭାବେ ଆପଣ ଯୋଉ ନେମ୍ ନେଲେ କି ଡିସିଜି ହଉ ନହେଲେ ଆପଣଙ୍କ ଟିମ୍ ହଉ, ସ୍ପାଇଡର 11 ସେ ଟିମ୍ ବି ଖେଳିପାରେ ଅଲ୍ ଓଡ଼ିଶା ବେସିକ୍ସରେ। ଧନ୍ୟବାଦ ଆପଣ ଆସିଲେ ଆମ ଶୋକୁ। ବହୁତ ବହୁତ ଧନ୍ୟବାଦ। ଗୋଟେ ସମୟ କାଢିକି ଆସିଛନ୍ତି। ଆପଣଙ୍କ ଗୋଡରେ ଆଘାତ ଲାଗିଛି, ଫ୍ରାକ୍ଚର ହୋଇଛି, ବଟ୍ ଆପଣ ଗୋଟେ ଟାଇମ ମତେ ଦେଇଛନ୍ତି ମୋ ଶୋ ପାଇଁ। ଆପଣ ଯୋଉ ଜାଗାରେ ଥିଲେ ଆପଣ ନିଜେ ଖଟରୁ ଓହ୍ଲେଇକି ତଳକୁ ମଧ୍ୟ ଆସିଲେ, ସେଥିପାଇଁ ତ ଧନ୍ୟବାଦ। ଏଇଟା ଗୋଟେ ବଡ କଥା। ବଟ୍ ଆଶା ରହିବ ଆପଣ ଫଟାକ ସେ ଭଲ ହେଇଯାଆନ୍ତୁ, ଶୀଘ୍ର ଭଲ ହେଇଯାଆନ୍ତୁ, ଗ୍ରାଉଣ୍ଡରେ ପୁଣି ଥରେ ଓହ୍ଲାନ୍ତୁ। ଆପଣ ମାନଙ୍କୁ ବହୁତ ସାରା ଆପଣଙ୍କ ଫ୍ୟାନ୍ସ ମାନେ ଖୋଜୁଛନ୍ତି। ପୁଣି ଥରେ ଆପଣ ଗ୍ରାଉଣ୍ଡକୁ ଓହ୍ଲାନ୍ତୁ, ଭଲ ଖେଳନ୍ତୁ, ବହୁତ ସାରା ୱିକେଟ ନିଅନ୍ତୁ, ରନ ର ବର୍ଷା କରନ୍ତୁ। ଆଉ ନେକ୍ସଟ ସିଜିନ୍ ଯେତେବେଳେ ପୁଣି ଥରେ ଆମ ଶୋକୁ ଆସିବେ, କି ନହେଲେ କାଲସନ ଶୋକୁ ଆସିବେ, ଆପଣଙ୍କ ନେମ୍ ଆଉ ଫେମ୍ ପୁରା ଉପରେ, ମାନେ ଏତେ ରନ୍ ଆପଣ ବର୍ଷା କରନ୍ତୁ ଯେମିତି କି ଲୋକଙ୍କ ମୁହଁରେ ଆପଣଙ୍କ ନେମ୍ ଟି ସବୁବେଳେ ଆସୁ। ଏଇଟା କହିଲେ ଭଗବାନଙ୍କ ପାଖରେ ପ୍ରାର୍ଥନା। ଯିବା ପୂର୍ବରୁ ଏ ଶୋ ବିଷୟରେ କହିବେ, ଆଉ ଏ ଶୋ କୁ 5ଟି ଷ୍ଟାର ରୁ କେତୋଟି ଷ୍ଟାର ଦେବାକୁ ଚାହିଁବେ? କାରଣ ଏଇଟା ଆମେ ନୂଆ ପିଲାଙ୍କ ପାଇଁ କରୁଛୁ, ଟୋଟାଲ ନୂଆ ପିଲା। ତ କେଇଟା ଷ୍ଟାର ଦେବାକୁ ଚାହିଁବେ, ଆଉ ଟିକେ କଣ କହିବେ ଯଦି କହିଲେ ଭଲ ହବ। ଶୋ ତ ବହୁତ ଭଲ, ନୂଆ ପିଲା ପାଇଁକା ଶୋ ବହୁତ ବେଟର, କାହିଁକିନା ସେମାନେ ରହିଯାଉଛନ୍ତି, କୋଉ ଶୋ ରେ ଯାଇ ପାରୁନାହାନ୍ତି। ତ ଯୋଉ ଶୋ ଯୋଉ ଷ୍ଟାର ପିଲାଙ୍କ ପାଇଁ, ଗାଁ ଆମର ଲୋକାଲ ପିଲା ପାଇଁ ଯୋଉ ଯାଇପାରୁନାହାନ୍ତି, ତ ଏଇ ଶୋ ଟା ଆପଣ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ନୂଆ ନୂଆ ନିଅନ୍ତୁ, ସେମାନଙ୍କୁ ଲୋକ ଜାଣନ୍ତୁ, ଚିହ୍ନନ୍ତୁ, ସେମାନେ ବି ଜାଣିଥିଲେ କି ଭଲ ଟିମ ରେ ଚାନ୍ସ ପାଇପାରନ୍ତି, ତ ସେମାନେ ରହିଯାଉଛନ୍ତି। ମାନେ ଭଲ ସବୁ ଆଚ୍ଛା। ଯାଇ ପାରୁନାହାନ୍ତି, ଜାଣି ପାରୁନାହାନ୍ତି ଲୋକମାନେ ବି। ଆଜ୍ଞା। ତ 5ଟି ଷ୍ଟାର ରୁ ଆପଣ କେତେଟା ଷ୍ଟାର ଦେବାକୁ ଚାହିଁବେ ଏ ଶୋ? 5ଟା ତ ମତେ 5ଟା ଦବା ହିଁ ଭଲ ଲାଗିବ। ଯାହା ନା ହଉ ଇଏ ଧନ୍ୟବାଦ ଧନ୍ୟବାଦ। ଇଏ ଏଇଟା ୟଙ୍ଗ ପିଲା ପାଇଁ ହେଇଛି ମାନେ ବହୁତ ଖୁସି ଲାଗୁଛନ୍ତି, କିନ୍ତୁ ଯୋଉ ପିଲା ରହିଯାଇଛନ୍ତି ଯାଇପାରୁନାହାନ୍ତି, ତ ସେମାନଙ୍କ ପାଇଁ ତ ଏଇଟା କିଛି ବି ନୁହଁ। 5ଟା ବି ବହୁତ କମ ଲାଗୁଛି ମତେ। ଯାହା ହଉ ଧନ୍ୟବାଦ ଆପଣ ଆସିଲେ। ଆଉ ଏଇ ଯୋଉ
ଶେଷକୁ ଗୋଟେ ଲାଇନଟେ କହିଦେଲେ କି 5ଟାରୁ 5ଟା କମ୍ ଲାଗୁଛି ମତେ ଆହୁରି କନଫିଡେନ୍ସ ଦବ। ଆଉ ଆପଣ ଯୋଉ ୟଙ୍ଗ ପିଲାଙ୍କ ନେମ୍ ନେଲେ ମତେ ପ୍ଲିଜ ତାଙ୍କ କଣ୍ଟାକ୍ଟ ଦେବେ, ମୁଁ ତାକୁ ଜଲ୍ଦି ଆମ ଶୋରେ ଆଣିବି। ଧନ୍ୟବାଦ, ନିହାତି ଏଇଠି ଆମେ ବିଦାୟ ନେବା। କାରଣ ଆପଣ ଯେତିକି ସମୟ ବସିକି ଅଛନ୍ତି ମାନେ ଆପଣଙ୍କୁ ପେନ୍ ହଉଥିବା ମୁଁ ଜାଣିଛି। ତ ପ୍ଲିଜ ଆପଣ ଯାଇକି ରେଷ୍ଟ ନିଅନ୍ତୁ, ମେଡିସିନ ଖାଆନ୍ତୁ, ଶୀଘ୍ର ଭଲ ହେଇଯାଆନ୍ତୁ। ଭଗବାନଙ୍କ ପାଖରେ ଗୋଟେ ରହିବ, ପ୍ରାର୍ଥନା ରହିବ ଆପଣ ଯଥାଶୀଘ୍ର ଭଲ ହେଇକି ଗ୍ରାଉଣ୍ଡକୁ ଆସନ୍ତୁ। ନିଶ୍ଚୟ ଆମେ ଦେଖାହବା ସେଠି, ଆଉ ଆପଣ ଯେମିତି ଭଲ ଖେଳିବେ। ତ ଏଇଠି ଶୋକୁ ଏଣ୍ଡ କରିବା। ସାଗର, ଜୟ ଜଗନ୍ନାଥ। ଜୟ ପ୍ଲିଜ ସେପଟୁ ଟିକେ ହଁ। ତ ସମସ୍ତେ ଦେଖିଲେ ସାଗର କଥା କହିଲେ ଆମ ଗୋଡ ଫ୍ରାକ୍ଚର ଅଛି, ହେଲେ ବି ସେ କିଛି ସମୟ ବେଶୀ ସେଥିପାଇଁ ଟିକେ ଫଟାଫଟ ଶୋନେ ଟିକେ ବେଶୀ କୋଶ୍ଚିନ୍ ବି ୟଙ୍ଗ ପିଲାମାନଙ୍କୁ କଲେ ଭଲ ନୁହେଁ। ତାଙ୍କ ଉପରେ କାହିଁ ଆମେ ଏତେ ପ୍ରେସର ବି ପକେଇବା, ତାଙ୍କ କ୍ୟାରିୟର ଜାଣିବା, ଫଟାଫଟ ଯିବା। କାଲି ଦେଖିବା, କଣ୍ଟାକ୍ଟ ତ ଚାଲିଛି, 2ଟା ପିଲା ହଁ ମାରିଛନ୍ତି, ଯିଏ ବି ଆସିବେ ମୁଁ ଅପଡେଟ ଦେଇଦେବି। 10 ଜଣ 15 ଜଣ ଯେତିକି ଦେଖୁଛନ୍ତି ମତେ ବହୁତ ଖୁସି ଲାଗୁଛି। ଆଗାମୀ ସମୟରେ ଆଶା ରହିବ ଧୀରେ 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 ବଢିବେ। ୟୁଟ୍ୟୁବରେ ବି ଦେଖିବେ, ରାକେଶ କମେଣ୍ଟରେ ଗୋଟେ ନୂଆ ୟୁଟ୍ୟୁବ ଖୋଲା ହେଇଛି, ଆମେ ସ୍ୱାଧୀନ ସେଠି ଅପଲୋଡ କରୁଛୁ। ସେଠି ବି ଯାଇକି ଆପଣ ଦେଖିପାରିବେ, ଏନ୍ଜୟ କରିପାରିବେ। 3 ଥର ଆଜି ଲାଇଭ ହେଇଗଲା। 1ରେ ତ ମୁଁ ଆଇଥିଲି, ସକାଳେ ତ ଆଇଥିଲି କାଲସନରେ, ପୁଣି ଏବେ ସରି ସନ୍ଧ୍ୟାବେଳେ ଆଇଥିଲି କାଲସନ ସାଙ୍ଗରେ ସୁରତ ସହ। ଏବେ ପୁଣି ଥରେ ମାନେ ମୋ ଦେହ ହିଁ ଭଲ ନାହିଁ ଭାଇ, ମାନେ ମେଡିସିନ ଖାଇବାକୁ ପଡୁଛି, ଦେହ ଟୋଟାଲି ଭଲ ନାହିଁ। ଯେହେତୁ ଆମେ ଗୋଟେ ଜିନିଷକୁ ଷ୍ଟାର୍ଟ କରିଛୁ ତ ଆମେ ଆଗେଇବା ପାଇଁ, ଆଉ ଏ ପରିଶ୍ରମର ଫଳ ଆପଣମାନେ ହିଁ ଦେବେ। ଆପଣମାନଙ୍କ ହାତରେ ଯାହାବି ପରିଶ୍ରମ ରହୁଛି ଆପଣମାନଙ୍କୁ ଭଲ ପାଇବା ଦରକାର। ବାସ୍ ଏଇଠି ଶେଷ କରିବା। କାଲି ନୂଆ ଏପିସୋଡ ସହ ପୁଣି ଥରେ ଦେଖାହବ ଆପଣଙ୍କ ସହ। ଗୁଡ୍ ବାଇ, ସମସ୍ତେ ଭଲରେ ଥାନ୍ତୁ।